କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦ ସମସ୍ତ ଭାଇ ବାପାଙ୍କୁ ମୋ ବନ୍ଦେ ମାତରମ୍। ଏମିତି ଦିନ ମୋ ଜୀବନେ ନାହିଁ, ଯେଉଁ ଦିନ ଗୀତ ତୋର ଗାଏନା ମୁହିଁ। ଏମିତି ରାତି ମୋ ଜୀବନେ ନାହିଁ, যে রাতিরে তো সপন দেখে না মুহি। এমিতি দিন ମୋ ଜୀବନେ ନାହିଁ, ଯେଉଁ ଦିନ ଗୀତ ତୋର ଗାଏନା ମୁହିଁ। ଏମିତି ରାତି ମୋ ଜୀବନେ ନାହିଁ, যে রাতিরে তো সপন দেখে না মুহি। মাগো মা, মাগো মা, যেতিকি সুন্দর তবু জমুরতি, সেতিকি শোভা তো নিবিড় বিরতি। যেতিকি সুন্দর তবু জমুরতি, সেতিকি শোভা তো নিবিড় বিরতি। এমিতি রূপ জগতে নাহি, প্রথম দেখারে নিয়ে পরাণ মোহি। এমিতি রূপ জগতে নাহি, প্রথম দেখারে নিয়ে পরাণ মোহি। মাগো মা, মাগো মা, যেতিকি বড় তো তারি বার বাহু, সেতিকি সান মো বিপদর রাহু। যেতিকি বড় তো তারি বার বাহু, সেতিকি সান মো বিপদর রাহু। পরাণমিত জীবন তুহি, ভাল পাଏ ଯାହାକୁ ମୋ ଜୀବନ ଦେଇ। ପରାଣମିତ ଜୀବନ ତୁହି, ଭଲ ପାଏ ଯାହାକୁ ମୋ ଜୀବନ ଦେଇ। ମାଗୋ ମା, ମାଗୋ ମା, ଏମିତି ଦିନ ମୋ ଜୀବନେ ନାହିଁ, ଯେଉଁ ଦିନ ଗୀତ ତୋର ଗାଏନା ମୁହିଁ। ଏମିତି ରାତି ମୋ ଜୀବନେ ନାହିଁ, যে রাতিরে তো সপন দেখে না মুহি। মাগো মা, মাগো মা, মাগো মা। ধন্যবাদ আরতি আপা। বর্তমান আমি আমার প্রথম কার্যক্রম শ্রী তনু মধ্যে নিহিত অনন্ত শক্তি, মানে আমি জানিছু কি যে পৃথিবী পৃষ্ঠরে যে অবতার মানে জন্ম নেই থাকে সেମାନଙ୍କ ମଧ୍ୟରେ କିଛି না କିଛି রহস্য রয়েছে, এবং সেই আমার বিভিন্ন অবতার বিষয়ে তো আমি জানিছু 10টি অবতার বিষୟରେ এবং ତାଙ୍କର କାର୍ଯ୍ୟ ଗୁଡ଼ାକ ଯେଉଁଭଳି ପୃଥିବୀ ବିକଶିତ ଦିଗରେ ଚାଲିଛି ଏବଂ ବିବର୍ତ୍ତନ ଧାରାରେ ଚାଲିଛି, সেই ବିବର୍ତ୍ତନ ଧାରାର ଆମେ ବର୍ତ୍ତମାନ ଅନ୍ତିମ ପର୍ଯ୍ୟାୟରେ ଅଛୁ ବୋଲିକି ଆମେ କେବେ କହିପାରିବାନି। କାରଣ ମନୁଷ୍ୟ ଏକ ମଧ୍ୟକାଳୀନ ବର୍ତ୍ତୀ ସତ୍ତା ଅଟେ ଏବଂ ତାଠାରୁ ଗୋଟେ ନୂତନ ଜୀବଟେ ସୃଷ୍ଟି ହେବ ନିଶ୍ଚିତ ଭାବରେ। ଏବଂ ଏହି ଜୀବ କିପରି ହେବ, ତାର ପୂର୍ଣ୍ଣାଙ୍ଗ ସ୍ୱରୂପ କ'ଣ ହେବ, ସେ କିପରି ଚଲାବୁଲା କରିବ, ତାର କାର୍ଯ୍ୟକ୍ରମ ଗୁଡ଼ିକ କିପରି ରହିବ, ସେ ବିଷୟରେ ପ୍ରଭୁ ଆମକୁ ବିସ୍ତାର ଭାବରେ ଜଣାଇଛନ୍ତି ଏବଂ ମା ମଧ୍ୟ ତାଙ୍କରି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପୃଥିବୀ ପୃଷ୍ଠରେ ଅବତରଣ ଗ୍ରହଣ କରିଥିଲେ। ମାନେ ଆମେ ଦେଖିବା ଯେତେବେଳେ ଶ୍ରୀ ଅରବିନ୍ଦଙ୍କର ଦେହାଂଶ ଗୁଡ଼ିକ ପ୍ରତିଷ୍ଠା ହେଉଛି, ଶ୍ରୀ ଅରବିନ୍ଦ ଇଜ୍ ଦେୟାର ଇନ୍ ଅଲ୍ ସିନ୍ସ where his relics is installed.
ହିଜ୍ ସୁପ୍ରିମ୍ ପର୍ସନାଲିଟି ଆଣ୍ଡ ଇମ୍ପର୍ସନାଲିଟି। ମାନେ ତାଙ୍କର ଭାଷାରେ ଆମେ ଯଦି ଦେଖିବା, ଯେଉଁଠାରେ ମାନେ ଶ୍ରୀ ଅରବିନ୍ଦଙ୍କ ଦେହାଂଶ ପ୍ରତିଷ୍ଠା ଅଛି, ଶ୍ରୀମନ୍ଦିର ମଧ୍ୟରେ ବା ମନ୍ଦିର ମଧ୍ୟରେ ଯେଉଁଠାରେ ଶ୍ରୀ ଅରବିନ୍ଦଙ୍କର ଦେହାଂଶ ପ୍ରତିଷ୍ଠା ହୋଇଛି, ସେହି ସ୍ଥାନରେ ପ୍ରଭୁଙ୍କର ବ୍ୟକ୍ତ ଏବଂ ଅବ୍ୟକ୍ତ ସମ୍ପୂର୍ଣ୍ଣ ରୂପରେ କ୍ରିୟାଶୀଳ ହୋଇଥାଏ ଏବଂ ହିଜ୍ ପାୱାର ଆଣ୍ଡ ଲାଇଟ୍ ଆଣ୍ଡ ଆନନ୍ଦ ଏଭ୍ରିଥିଙ୍ଗ ଏଲ୍ସ, ମାନେ ତାଙ୍କର ପ୍ରେମ ମାନେ ପାୱାର ଲାଇଟ୍, ଯେଉଁ ଲାଇଟ୍ର କଥା କୁହାଯାଉଛି, ଯେଉଁ ଲାଇଟ୍ ସାହାଯ୍ୟରେ କି ମାନବ ଦିନେ ଅତି ମାନବରେ ପରିଣତ ହେବ ଏବଂ ଅଧିମାନସ ଶକ୍ତିର ଅଧିକାରୀ ହେବ ଏବଂ ଆନନ୍ଦ, ଆମେ ଯେଉଁ ଆନନ୍ଦ ଗ୍ରହଣ କରୁଛୁ, ଆମେ ବର୍ତ୍ତମାନ ଯେଉଁ ଯୁଗରେ ବାସ କରିଛୁ ସେଇ ଯୁଗଟା ଭାବିଛୁ କି ଯେ ଆମେ ମେଟେରିଆଲିଷ୍ଟିକ୍ ବୋଲିକି ଗୋଟେ ଥିଙ୍ଗସ୍ ଅଛି, ସେଇ ଥିଙ୍ଗସ୍ ସାହାଯ୍ୟରେ ଆମେ ବର୍ତ୍ତମାନ ଆନନ୍ଦିତ ହେବାକୁ ଚାହୁଁଛୁ। ମନେକର ଫ୍ରିଜ୍ ଅଛି କିମ୍ବା ଆମର ଘରେ ଏସି ଅଛି, ଆମେ ବର୍ତ୍ତମାନ ଗ୍ରୀଷ୍ମ ଋତୁ ଚାଲିଛି ଏବଂ ଏସି ମଧ୍ୟରେ ଆରାମସେ ରହିପାରିବା। ସେହିପରି କିଛି କଥା ନୁହେଁ ଭାଇମାନେ, ଆମେ ଭଗବାନଙ୍କୁ ଉପଲବ୍ଧି କରିପାରିଲେ ହିଁ ଆମେ ଆନନ୍ଦରେ ବାସ କରିପାରିବା। ଏହା ହିଁ ତାଙ୍କର ମୁଖ୍ୟ ଲକ୍ଷ୍ୟ ଅଟେ ଏବଂ ଶ୍ରୀ ଅରବିନ୍ଦଙ୍କର ଯେଉଁ ରିଲିକ୍ସ ଅଛି ସେଠାରେ ପ୍ରଭୁଙ୍କର ସମ୍ପୂର୍ଣ୍ଣ ରୂପରେ ବିରାଜମାନ କରୁଛି ଏବଂ ତାଙ୍କର ମା କହିଛନ୍ତି ତାଙ୍କର ଯେଉଁ ଶକ୍ତି ଗୁଡ଼ିକ ଏତେ ବର୍ଷର ତପସ୍ୟା କରିଥିଲେ ସେଇ ଶକ୍ତି ଗୁଡ଼ିକ ମଲିକୁଲ ରୂପରେ ତାଙ୍କର ପ୍ରତ୍ୟେକଟି ମଲିକୁଲରେ ଭରପୁର ଭାବରେ ରହିଛି, ଯାହାର ଫଳରେ କି ଆମେ ତାଙ୍କଠାରୁ ଆଲୋକ, ଆନନ୍ଦ ଏବଂ ପାୱାର ପାଇପାରିଥାଉ। ସେହିପରି ଆମେ ଦେଖିବା ଯେ ଦି ରିଲିକ୍ସ ହେଲ୍ପ ଅସ୍ ଅଲୱେଜ୍ ଇନ୍ ଦି କନସିୟସ୍ ଅଫ୍ ସାଇକିକ୍। ଆମର ଯେଉଁ ସାଇକିକ୍ ବିଙ୍ଗ ବୋଲିକି ଜିନିଷଟିଏ କହନ୍ତି, ପ୍ରାୟ ଭାଇମାନେ ଆମର ସାଇକିକ୍ ବିଙ୍ଗ ବିଷୟରେ ଆଲୋଚନା କରିଥିବେ, ଯେଉଁଠାରେ କି ଭଗବାନଙ୍କର ପୂର୍ଣ୍ଣ ବିରାଜମାନ ସେହି ସାଇକିକ୍ ବିଙ୍ଗର ଥାଏ। ହୃଦୟ କେନ୍ଦ୍ର ମଧ୍ୟରେ ସେ ତାର ସ୍ଥାନ କରିଥାଏ। ଯେପରିକି ଆମେ ଶ୍ରୀ ଜଗନ୍ନାଥ ଭଗବାନଙ୍କର କାହାଣୀଟିଏ ଦେଖିବା। ଜଗନ୍ନାଥ ଭଗବାନ ହେଲେ ଆମର ଓଡ଼ିଶାର ମାନେ ମହାପ୍ରଭୁ। ତାଙ୍କର ଯେତେବେଳେ ଚାଲିଥିଲା ଶ୍ରୀକୃଷ୍ଣଙ୍କର ଅବତାର ସେ ରୂପ ଗୋଟେ ଏବଂ ଜାରାଶବର ଯେତେବେଳେ ତାଙ୍କୁ ସ୍ୱରବିଦ୍ଧ କରିଥିଲା ଏବଂ ତାଙ୍କର ମୃତ୍ୟୁ ହୋଇଥିଲା ଏବଂ ମୃତ୍ୟୁ ହୋଇକି ତାଙ୍କର ଆସି କୂଳରେ ଲାଗିଲା ଏବଂ ବିଶ୍ୱାବସୁ ବୋଲିକି ଜଣେ ଶବର ରାଜା ସେହି କିଛି ଅଂଶ ଗୁଟେ ଭଗବାନର ନେଇ ଆସିକି ତାଙ୍କର ଏକ ଗୁମ୍ଫା ମଧ୍ୟରେ ପ୍ରତିଷ୍ଠିତ କରିଥିଲେ। ଯେଉଁ ଗୁମ୍ଫାକୁ ସେ ପ୍ରତିଦିନ ଯାଉଥିଲେ କିଛି ତାଙ୍କର କାର୍ଯ୍ୟକ୍ରମ କରିବା ପାଇଁ, ପୂଜା କରିବା ପାଇଁ ତାର ଅର୍ଥ। ଏବଂ ଏହି ସମୟରେ ଭଗବାନଙ୍କର ଗୋଟେ ଆକାଶବାଣୀ ହେଲା ଏବଂ ଇନ୍ଦ୍ରଦ୍ୟୁମ୍ନଙ୍କୁ ସ୍ୱପ୍ନ ହେଲା ଯେ ଯାଅ ରାଜା, ମୁଁ ବର୍ତ୍ତମାନ ତୁମ ରାଜ୍ୟରେ ବସତି ସ୍ଥାପନ କରୁଛି, ତୁମେ ମୋତେ ନେଇ ଆସ ଏବଂ ମନ୍ଦିରରେ ରଖ ଏବଂ ମୁଁ ତୁମର ସମସ୍ତ କାର୍ଯ୍ୟଭାର ଗ୍ରହଣ କରିବି। ଏବଂ ରାଜାଙ୍କର ଏହି ସ୍ୱପ୍ନଟି ଚାରିଆଡ଼େ ବ୍ୟସ୍ତ କରିଦେଇଥିଲା ଏବଂ ସେ ମଧ୍ୟ ବିଭିନ୍ନ ଦିଗକୁ ତାଙ୍କର ସୈନ୍ୟ ସାମନ୍ତମାନଙ୍କୁ ପଠାଇଥିଲେ ସେହି ଭଗବାନଙ୍କୁ ଖୋଜିବା ଅବସ୍ଥାରେ ପାଇଁ। ଏବଂ ସେମାନଙ୍କର ମଧ୍ୟରେ ବିଦ୍ୟାପତି ଜଣେ ତାଙ୍କର ପରମ ଭକ୍ତ ଥିଲେ ରାଜାଙ୍କର। ସେ ବିଦ୍ୟାପତିକୁ କହିଲେ ଯା ତୁ ଦକ୍ଷିଣ ଦିଗକୁ ଯାଇକି ଭଗବାନଙ୍କର ଅନୁସନ୍ଧାନ କରି ଆସ। ଏବଂ ସେହି ବିଦ୍ୟାପତି ଥିଲେ ଜଣେ ବ୍ରାହ୍ମଣ ପରିବାରର ଏବଂ ଯେତେବେଳେ ସେ ବିଶ୍ୱାବସୁଙ୍କ ପାଖକୁ ଯାଇଛନ୍ତି ଏବଂ ବିଶ୍ୱାବସୁଙ୍କ କନ୍ୟା ଲଳିତାଙ୍କର ପ୍ରେମରେ ପଡ଼ିଯାଇଛନ୍ତି ଏବଂ ତାଙ୍କର ସଙ୍ଗେ ସେ ଏକା ସାଙ୍ଗେ ରହିଛନ୍ତି। ଦିନେ ସେ ଦେଖିଲେ କି ଯେ ବିଶ୍ୱାବସୁ ସବୁଦିନ ରାତ୍ରିରେ ଅର୍ଦ୍ଧରାତ୍ରିରେ ଯାଇକି ଭଗବାନଙ୍କୁ ପୂଜା କରୁଛନ୍ତି। ସେ କ'ଣ ଜାଣିବା ପାଇଁ ଇଚ୍ଛା କଲେ ଏବଂ ତାପରେ ସେ ତାଙ୍କ ବିଦ୍ୟାପତି ଲଳିତାଙ୍କୁ କହିଲେ କି ଯେ ବାପା କୁଆଡ଼େ ଯାଇଛନ୍ତି ମୁଁ ସେ ଜାଣିବାକୁ ଚାହୁଁଛି। ତାପରେ ଲଳିତା ମଧ୍ୟ ତାଙ୍କୁ କହିଲା ଯେ ସେଇ ବିଶ୍ୱାବସୁ କହିଲେ କି ନା 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 ସେଟାକୁ କେହି କାହାକୁ ଯିବାକୁ ପରମିଶନ ନାହିଁ, ତୁ କାହିଁକି ଯାଇପାରିବୁନି। ତାପରେ ଲଳିତା ତାଙ୍କର ଏକମାତ୍ର ଅଳି କନ୍ୟା ଥିଲା ଏବଂ ତାଙ୍କୁ ବିଶେଷ ବୁଝେଇକି କହିଲା ବାପା ଯଦି ବିଦ୍ୟାପତି ନ ଯିବେ ତ ଯିବେ କି, ମୁଁ ତାଙ୍କୁ ତ ବର୍ତ୍ତମାନ ପତି ରୂପରେ ଗ୍ରହଣ କରିଛି। ଏବଂ ଏହିପରି ଭାବରେ ସେ ବିଭିନ୍ନ କାର୍ଯ୍ୟକ୍ରମ ନେଇକି ସେଠାରୁ ଯେଉଁ ଅଂଶଟି ଥିଲା ସେଇ ଅଂଶଟାକି ଚୋରି କରିକି ଆଣିଥିଲେ ଏବଂ ଯାହାକି ଭଗବାନଙ୍କର ଆମର ଯେଉଁ 12 ବର୍ଷରେ ଥରେ ତାଙ୍କର ନବକଳେବର ହୋଇଥାଏ, ସେଇ ନବକଳେବରରେ ଜଗନ୍ନାଥଙ୍କର କେଉଁଠାରେ କିଛି ନା କିଛି ରୂପରେ ସେଟାକୁ ସ୍ଥାନିତ କରାଯାଇଥାଏ। ଏବଂ ଏହି ଗପଟି ମୁଁ ମନୋଜ ଦାସଙ୍କ ଠାରୁ ଗୃହୀତ କରିକି ଆମର ଯେଉଁ ବିଶିଷ୍ଟ ସାଧକ ଥିଲେ ପଣ୍ଡିଚେରୀ ଆଶ୍ରମରେ ମା ଶ୍ରୀ ଅରବିନ୍ଦଙ୍କର ଆଶ୍ରମରେ ସେଇ ଆଶ୍ରମରୁ ଗୃହୀତ କରିକି କହିଥିଲି ଏବଂ ସେଇଟା ମଧ୍ୟ ସେଇ ରିଲିକ୍ସ ଯେଉଁଟାକି ବର୍ତ୍ତମାନ ସାରା ରାଜ୍ୟରେ ପୂଜିତ ହେଉଛନ୍ତି ଏବଂ ବିଶ୍ୱ ବ୍ରହ୍ମାଣ୍ଡରେ ମଧ୍ୟ ଭଗବାନଙ୍କର ନାମ ପଡ଼ୁଛି। ଏବଂ ସେହି ଆମେ ଯେଉଁ ରିଲିକ୍ସରେ ପ୍ରଭୁଙ୍କର ଯେଉଁ ବିଶେଷ ଅଂଶ ଗୁଡ଼ାକ ଅଛି ଯେଉଁ ଅଂଶ କି
ମାନେ ସୁପରମେଣ୍ଟାଲ ଫୋର୍ସରେ ପରିପ୍ଲାବିତ ହେଉଛି। ଆମେ ଯଦି ସମାଧି ପାର୍ଶ୍ୱକୁ ଯିବା ତାହେଲେ ଭଗବାନଙ୍କର ଆମେ ଯେଉଁ 5ଟି ତାଙ୍କର ସ୍ପ୍ଲେଣ୍ଡର ଅଛି ସେଇ 5ଟି ସ୍ପ୍ଲେଣ୍ଡରକୁ ଗ୍ରହଣ କରିପାରିବା। ଏବଂ ସେଇ 5ଟି ସ୍ପ୍ଲେଣ୍ଡର ହେଲା 5 ସ୍ପ୍ଲେଣ୍ଡର ଅଫ୍ आवर डिवाइन फॉर द अर्थ ट्रांसफॉर्मेशन, हिज प्रेजेंस, भगवानଙ୍କର स्वयं उपस्थिति, पीस शांति निरवता, फोर्स तांकर शक्ति, लाइट एंड आनंद। यही 5टा स्प्लेंडर आमे समाधि पार्श्व को गले आपे आपे ही ग्रहण करि परिबा एवं चैत्य सत्ता से ताको ग्रहण करिया पई इजी होइथे। कारण चैत्य सत्ता हमर जो अंशडा अछि सेटा ही भगवान रो अंश एवं भगवान को आराम से आकर्षण करि परिबे। एही विषय रे हमर आज आलोचना अछि। मु वर्तमान हमर मातृ मंदिर मातृ विहार श्री अरविंद इंटीग्राल एजुकेशन प्रिंसिपाल श्रीयुक्त विशंबर भाई को अनुरोध करुछि श्री तनु मध्य भगवान शक्ति विषय से आसिकी तांकर वक्तव्य रखिबे। भाई आए। आनंदमयी चैतन्यमयी सत्यमयी परमे। ओम आनंदमयी चैतन्यमयी सत्यमयी परमे। परमोच्च प्रभु सत्य नित्य त्वमेव केवलम् अनुवर्ता मय सत्यम अनुजीवामा केवलम। करुणामयी माँ परम प्रभु श्री अरविंद उपस्थित समस्त मातृ संतान मानक मोर वंदे मातरम। आज यही शुभ संध्यारे मु आपण मानक समस्त को स्वागत जनाऊँगी। आज बर्तन कला अनुष्ठान श्री अरविंद रैली स्थापन वार्षिक उत्सव एबे आमे बसिक कथा होतलु जे दिन थिला एठी बहुत लोक पाखापाखि 100-150-200 लोक जमा होते। आज कहीं एते कम तेणु यार कारण कौन सेटा आमे जानिबा चिंता कले जानिबा। कारण एठी किसी गोटे दिया नियार व्यवस्था ना जे जेमती आपण माने मंदिर को जानती किसी दियंती से किसी पाती बार्गेनिंग एठी ना। तेणु जड़े भी जदि सचेतन हुए सारा ओडिशा पाई जड़े पंडिचेरी रे प्रार्थना करथिले बाबाजी महाराज सारा ओडिशार चहल पकईदेला श्री अरविंदर शक्ति तांकर पाठचक्र माध्यम आमे तांकरी पाई ओडिशावासी जानिले माँ श्री अरविंद। तेणु आज विषय श्रीतनु मध्य तांकर शक्ति भाई बहुत भल माने तांकर ये आलोचना कर सारी। तेणु आमे श्री अरविंद रेलिक्स केते जन भी एपर्यंत आमे जानिथिबा जे मु देखिछि आम स्कूल रे समाधि की जीवा पई भी केते जन भय करन। कारण आम भितर सब भ्रांत धारणा अच्छी जेतले केउ लोकटी मरीगला परे तार किछि हाड़ सब करा जाय था सेटा गोटे अछुआ जगह हो जाय था। से अछुआ जगह को जीवा को हेले आ जो मानकर सब समाधि अच्छी जो मान टिके धनी श्रेणी लोक तांकर बापा माँ अस्थि को चौरा करी कोटे निर्जन क्षेत पाखरे हो कि कौ जगार हो केवे जाती नहीं। वर्ष को थरे जो दिन श्राद्ध दिवस से दिन जाती तुलसी गछटे लगे देकर आसती। आम समस्त से गोटे धारणा अच्छी जे एठी जो वार्ड टी आम व्यवहार करुचु समाधि समाधि माने श्री अरविंद समाधि माने श्री अरविंद अस्थि सेठी स्थापना करा एइथिपाई मध्य आमे
କେତେ ଜଣ ଅଛୁଆଁ ହେଇଯିବେ, ସମାଧିକି ଟଚ୍ କଲେ ମାନେ ଛୁଆଁ ହେଇଯିବେ, ସେଥିଲାଗି ଯାଆନ୍ତିନି, ମୁଁ ଦେଖିଛି। କିନ୍ତୁ ଏଇ ଭ୍ରାନ୍ତ ଧାରଣାଟି ଆମ ସମସ୍ତଙ୍କ ଭିତରୁ ଦୂର କରିବ କିଏ? ଯେଉଁମାନେ ଅନୁଷ୍ଠାନର ସେଇ ପ୍ରଭୁକୁ ଆଣିଛନ୍ତି, ସେମାନଙ୍କର ଉଦ୍ୟମ ଫଳରେ ଏଇଟା ଦୂର ହେଇପାରିବ। ଏଇଟା ଆମେ ଯେଉଁ ସମାଧି ଭାବୁଛୁ, ସେ ସମାଧି ଇଏ ସମାଧି ନୁହଁ। ସେଥିଲାଗି ତାଙ୍କର ନାଁ ବଦଳାଇ ଦିଆହେଇଛି, ବା ସେଇ ନାଁ ଶ୍ରୀ ତନୁ ଦେହାଂଶ, ମାନେ ତାଙ୍କ ଶରୀରର କିଛି ଅଂଶ, ଯେଉଁ ଅଂଶ ପାଇଁ କ'ଣ ପାଇଁ ସେଠି ସ୍ଥାପନ କରାଯାଇଛି, ଆମର କାମ କ'ଣ, ସେଥିରୁ ଆମେ କି ଲାଭ ପାଇବୁ? ଆମେ ଜାଣିଛୁ ଶ୍ରୀଅରବିନ୍ଦଙ୍କ ଜୀବନକୁ ଆମେ ଯଦି 3 ଭାଗ କରିଦେବା, ପ୍ରଥମ ଭାଗଟି ତାଙ୍କର ଶିକ୍ଷାଗତ, ସେ ବିଦେଶରେ ଯାଇକି ପାଠ ପଢ଼ୁଥିଲେ, ଇଂରେଜମାନଙ୍କ ସେଇଠି ପାଠ ପଢ଼ୁଥିଲା ବେଳେ ଇଂରେଜମାନଙ୍କୁ ଆମ ଦେଶରୁ କେମିତି ହଟେଇବେ, ଭାରତକୁ କେମିତି ସ୍ୱାଧୀନ କରିବେ, ସେଇ ଚିନ୍ତାରେ ପଡ଼ିଗଲେ। ସେ ସେଠି କହିଥିଲେ, ସ୍ୱପ୍ନରେ ଦେଖୁଥିଲେ ତାଙ୍କର ବାପାଙ୍କ ଠାରୁ ଯାଉଥିବା ଯେଉଁ ପେପର, ଭାରତର ଇଂରେଜମାନେ କିପରି ଭାରତୀୟମାନଙ୍କୁ ଶୋଷଣ କରୁଥିଲେ, ଅତ୍ୟାଚାର କରୁଥିଲେ, ଦଣ୍ଡ ଦେଉଥିଲେ, ସେଇ କଥା ଗୁଡ଼ାକ ଯେତେବେଳେ ପେପର ବାହାରୁଥିଲା, ସେ ପେପର ପେପରକୁ କାଟିକି ଗୋଟେ ଗୋଟେ ଚିଠି ମାଧ୍ୟମରେ ପଠାଉଥିଲେ ତାଙ୍କ ବାପା ତ ମାନେ ଲକ୍ଷ୍ୟ ରଖିଛନ୍ତି ପୁଅକୁ କରିବେ ICS, ସର୍ବୋଚ୍ଚ ପରୀକ୍ଷା ଗୋଟେ, ବର୍ତ୍ତମାନ ଯେଉଁମାନେ ଜିଲ୍ଲାପାଳ ହେଉଛନ୍ତି, ଇଣ୍ଡିଆନ୍ ସିଭିଲ୍ ସର୍ଭିସ୍। ତେଣୁ ସେ କାହିଁକି ଇଂରେଜମାନଙ୍କ ବିରୁଦ୍ଧରେ ବା ଇଂରେଜମାନଙ୍କର ଅତ୍ୟାଚାରର କାଗଜ କଟିଂ ପଠାଉଥିଲେ ପିଲା ପାଖକୁ। ତେଣୁ ସେଇଠି ସେ ପଢ଼ିକିରି ସେ ଭାରତକୁ ସ୍ୱାଧୀନ କରିବା ଚିନ୍ତାରେ ଲାଗିଗଲେ। ତେଣୁ ସେ କହୁଥିଲେ ଯେ ତାଙ୍କ ମାଆର ଛାତି ଉପରେ ବସି ଜଣେ ରାକ୍ଷସ ରକ୍ତପାନ କରୁଛି, ହେଲେ ପୁଅ ହିସାବରେ କର୍ତ୍ତବ୍ୟ କ'ଣ? ତେଣୁ ନିଶ୍ଚୟ କୌଣସି ଆମର ଜନ୍ମ କଲା ମାଆର ଛାତି ଉପରେ ଯଦି ଜଣେ ରାକ୍ଷସ ବସିକି ରକ୍ତପାନ କରୁଥିବ, ଆମେ ସନ୍ତାନ ହିସାବରେ ନିଶ୍ଚୟ ପ୍ରତିବାଦ କରିବା, ଆମର ଶକ୍ତି ଥାଉ ବା ନଥାଉ। ତେଣୁ ଭାରତ ମା ଉପରେ ଇଂରେଜମାନଙ୍କର ଯେଉଁ ଅତ୍ୟାଚାର, ତାକୁ ସ୍ୱାଧୀନ ଭାରତରୁ ମୁକ୍ତ କରିବା ପାଇଁ, ଇଂରେଜମାନଙ୍କୁ ଆମ ଦେଶରୁ ତଡ଼ିବା ପାଇଁ ସ୍ୱପ୍ନ ଦେଖିଥିବା ବାପାଙ୍କର ICS ପରୀକ୍ଷାର ICS ପିଲାଟି ସେଠି ଭାରତକୁ ସ୍ୱାଧୀନ କରିବା ପାଇଁ ଲାଗି ପଡ଼ିଲେ। ତେଣୁ ପାଠପଢ଼ା ବାପାଙ୍କର ଆଶା ପୂରଣ କରିବା ପାଇଁ ସେ ତ ସବୁ ପରୀକ୍ଷା ଦେଲେ, କୌଣସି ପରୀକ୍ଷାରେ ମାନେ ବିଫଳ ହେଇନାହାନ୍ତି ଆମେ ଜାଣିଛୁ, କିନ୍ତୁ ଶେଷ ପରୀକ୍ଷା ଦେଲେନି, ଯେଉଁଟାକି ଘୋଡ଼ା ଚଢ଼ା ପରୀକ୍ଷା। ସେଇ ପରୀକ୍ଷା ଦେଇଥିଲେ ସେ ନିଶ୍ଚୟ ସଫଳ ହେଇଥାନ୍ତେ, କାରଣ ତାଙ୍କର ତ ଉଦ୍ଦେଶ୍ୟ ଅଲଗା। ତେଣୁ ସିଏ ଗୋଟେ ଜୀବନ ଗଲା। ତାପରେ ଯେତେବେଳେ ଭାରତକୁ ଆସିଲେ, ପ୍ରଥମେ ଭାରତର ପାଦ ଦେଲାବେଳେ ସିଏ ଆସୁଛନ୍ତି ଭାରତରୁ ବିବେକାନନ୍ଦ ଯାଉଛନ୍ତି ବିଦେଶକୁ, ମାନେ ଭାରତର ସନାତନ ଧର୍ମ, ଭାରତର ଆଧ୍ୟାତ୍ମିକତାକୁ ପ୍ରଚାର କରିବା ପାଇଁ ଭାରତରୁ ଯାଉଛନ୍ତି ବିବେକାନନ୍ଦ, ଆଉ ଭାରତକୁ ଆସୁଛନ୍ତି ଶ୍ରୀଅରବିନ୍ଦ। ତେଣୁ ଭାରତରେ ଯେତେବେଳେ ସେ ପ୍ରବେଶ କରିଛନ୍ତି, ତାଙ୍କ ଭିତରେ ବିରାଜମାନ କରିଛି ଗୋଟେ ଶାନ୍ତି। ଦୀର୍ଘ ଦିନ ଧରି ସେ ତାକୁ ଅନୁଭବ କରିଛନ୍ତି। ତାପରେ ତାଙ୍କର ଚାକିରି ସମୟ ଆରମ୍ଭ ହେଇଛି, ବରୋଦା ରାଜାଙ୍କ ପାଖରେ ଚାକିରି କରିଛନ୍ତି। ତାପରେ ଏମିତି ସଂଗ୍ରାମ କରିଛନ୍ତି, ଶେଷରେ ଆନ୍ଦୋଳନ କରିବାକୁ କଲିକତାକୁ ଆସିଛନ୍ତି। ମାନେ ମିଛ କେସରେ ଫସିଛନ୍ତି, ବୋମା ମରା କେସରେ ଆରେଷ୍ଟ ହେଇଛନ୍ତି, ଆଲିପୁର ଜେଲରେ ତାଙ୍କୁ ରଖାଯାଇଛି। ତେଣୁ ସେଇ ଆଲିପୁର ଜେଲରୁ ହିଁ ତାଙ୍କର ଆଉ ଗୋଟିଏ ଜୀବନ ଆରମ୍ଭ ହେଇଛି। ପ୍ରଥମେ ପିଲାବେଳେ ଯେମିତି ପାଠ ପଢ଼ନ୍ତି ଆମେ ସବୁ ଚାକିରି କରିବା ପାଇଁ, ତାପରେ କିଛି କାମ ଦାମ କରନ୍ତି ପଇସା ରୋଜଗାର କରିବା ପାଇଁ, ତାପରେ ଯେଉଁ ଜୀବନ ତାଙ୍କର ଆରମ୍ଭ ହେଇଛି ସେଟା ହେଉଛି ଆଧ୍ୟାତ୍ମିକ ଜୀବନ। 1908ରୁ 1926 ବହୁତ ଗୁରୁତ୍ୱପୂର୍ଣ୍ଣ ସମୟଟି। ସେଇ ସମୟରେ 1908ରୁ ଆରେଷ୍ଟ ହେଲେ, 1909ରେ ମୁକ୍ତ ହେଲେ। ଗୋଟିଏ ବର୍ଷ ପାଇଁ ତାଙ୍କୁ ଟ୍ରେନିଂରେ ରଖାଯାଇଥିଲା। ଆପଣମାନେ ସବୁ ଜାଣିଥିବେ ଯେ ସେଇଠି ଶ୍ରୀକୃଷ୍ଣ ତାଙ୍କୁ ଦର୍ଶନ ଦେଇଥିଲେ,
ଯେ ତମକୁ ଏଠିକି ଅଣାଯାଇନି ଭାରତକୁ ବା ତମକୁ ଦଣ୍ଡ ଦେବା ପାଇଁ ଅଣାଯାଇନି, ତମକୁ ଗୋଟେ ଟ୍ରେନିଂ ଦିଆଯିବା ପାଇଁ ଅଣାଯାଇଛି। ତେଣୁ 1908ରୁ 1926 ଆଲିପୁର ଜେଲ ଭିତରେ ଶ୍ରୀକୃଷ୍ଣଙ୍କ ଚେତନା ବା ସେ ସବୁବେଳେ ଶ୍ରୀକୃଷ୍ଣଙ୍କୁ ଅନୁଭବ କରିପାରିଲେ। ଯାହାକୁ ଦେଖିଲେ ଶ୍ରୀକୃଷ୍ଣ, ଗଛକୁ ଦେଖିଲେ ଶ୍ରୀକୃଷ୍ଣ, କାନ୍ଥକୁ ଦେଖିଲେ ଶ୍ରୀକୃଷ୍ଣ, ଜେଲରକୁ ଦେଖିଲେ ଶ୍ରୀକୃଷ୍ଣ, ପୁରା ନୀରବ ଭିତରେ ନୀରବି ଗଲେ ଶ୍ରୀ ଅରବିନ୍ଦ। ଯେ ଇଂରେଜ ମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ, ସମ୍ପୂର୍ଣ୍ଣ ଭାବରେ ନୀରବି ଗଲେ ସେ ଆଲିପୁର ଜେଲରେ 1908 ମସିହାରୁ 1926 ମସିହା ପର୍ଯ୍ୟନ୍ତ। ତାପରେ ନିର୍ଦ୍ଦୋଷରେ ମୁକ୍ତ ହେଲେ। ତାପରେ ନିର୍ଦ୍ଦେଶ ଦିଆହେଲା ଚନ୍ଦନନଗର ଯାଅ, ତାପରେ ନିର୍ଦ୍ଦେଶ ହେଲା ପଣ୍ଡିଚେରୀ ଯାଅ। ସେଇ ଆମେ ସମସ୍ତେ ଜାଣିଛନ୍ତି ଯେ ସାଧୁ ସନ୍ଥ ମାନେ ସାଧନା କରିକି ସିଦ୍ଧି ଲାଭ କରନ୍ତି, କିନ୍ତୁ ଶ୍ରୀ ଅରବିନ୍ଦଙ୍କ କ୍ଷେତ୍ରରେ ଅଲଗା। ସିଦ୍ଧି ପାଇସାରିଲା ପରେ ସେ ସାଧନା ଆରମ୍ଭ କରିଛନ୍ତି। 1926 ମସିହା ଆମେ ଜାଣିଛୁ ଶ୍ରୀକୃଷ୍ଣଙ୍କର ଚେତନା ସମ୍ପୂର୍ଣ୍ଣ ଭାବରେ ସେ ଯୋଉ ଅଧିମାନସ ସ୍ତରରେ ହେଇଗଲା, ଶକ୍ତିକୁ ଅବତରଣ କଲେ। ଆମେ ତାର ପ୍ରତୀକାତ୍ମକ ଭାବରେ ଦେଖିଛୁ, ଗୋଟେ ଗୋଟେ ଛବିର ଆମେ ଦେଖିଛୁ ଯେ ଶ୍ରୀକୃଷ୍ଣ ହେଇଗଲେ ଶ୍ରୀ ଅରବିନ୍ଦ। ଶ୍ରୀ ଅରବିନ୍ଦ ଆଉ ଶ୍ରୀକୃଷ୍ଣଙ୍କ ଭିତରେ କିଛି ଫରକ ରହିଲା ନାହିଁ। ତେଣୁ ଅଧିମାନସ ଶକ୍ତିର ଅଧିକାର ହେଇଗଲେ ଶ୍ରୀ ଅରବିନ୍ଦ। ତାପରେ ସେଇଠୁ ଆରମ୍ଭ ହେଲା ତାଙ୍କର ସାଧନା। କଣ ପାଇଁ ଶ୍ରୀ ଅରବିନ୍ଦ ସାଧନା କରିଛନ୍ତି? ଯେ ରୋଗବିହୀନ ଜୀବନ, ମୃତ୍ୟୁବିହୀନ ଜୀବନ, ବାର୍ଦ୍ଧକ୍ୟବିହୀନ ଜୀବନ। ଶ୍ରୀ ରାମଚନ୍ଦ୍ର ହନୁମାନ ମାନଙ୍କୁ ବାଛିଥିଲେ ସେତୁବନ୍ଧ ତିଆରି କରିବା ପାଇଁ, ରାବଣକୁ ମାରିବା ପାଇଁ, କିନ୍ତୁ ଶ୍ରୀ ଅରବିନ୍ଦ ବାଛିଲେ ଏହି ମାନବ ସମାଜକୁ ଅତିମାନବ କରିବା ପାଇଁ। ଆମେ ସମସ୍ତେ ଭାଗ୍ୟବାନ, ଆମ ଭିତରେ ସେଇ ମାଙ୍କଡ଼ରୁ ଆମେ ଆସିଛୁ। ସେଇ ଶ୍ରୀରାମଚନ୍ଦ୍ର ବାଛିଥିବା ମାଙ୍କଡ଼ରୁ ଶ୍ରୀ ଅରବିନ୍ଦ ବାଛିଲେ ମାନବକୁ। ତାହାରି ଭିତରେ ଏଇ ମାନବ ମାନଙ୍କ ଭିତରେ ଏକ ନିହିତ ଶକ୍ତି, ଆଶ୍ଚର୍ଯ୍ୟଜନକ ଶକ୍ତି ଆମ ଭିତରେ ଅଛି, ଅପୂର୍ବ ଶକ୍ତି ଅଛି, କିନ୍ତୁ ଆମେ ଜାଣିପାରୁନା। ଆମକୁ ବାଛିଛନ୍ତି ଶ୍ରୀ ଅରବିନ୍ଦ ମାନବ ସମାଜର ଅଗ୍ରଗତି କରିବା ପାଇଁ, ଏଇ ମାନବକୁ ଅତିମାନବରେ ପରିଣତ କରିବା ପାଇଁ ତାଙ୍କର ସାଧନା ଆରମ୍ଭ ହେଲା 1926ରୁ 1950 ପର୍ଯ୍ୟନ୍ତ। 24 ବର୍ଷ। ଆପଣମାନେ ଶ୍ରୀ ଅରବିନ୍ଦଙ୍କର ଛୋଟବେଳର ଫଟୋ ଦେଖିଥିବେ। ଶ୍ୟାମଳ ବର୍ଣ୍ଣ, ପତଳା, ଶବ୍ଦଟି ପୁରା ଧୀର ଶବ୍ଦ, ଲାଜୁକୋଳିଆ ଛୁଆ ପିଲାଟି ଭଳି। କିନ୍ତୁ ଏଇ 1926ରୁ 1950 ମସିହା ଭିତରେ, ଏଇ ଦୀର୍ଘ 24 ବର୍ଷ ଭିତରେ ତାଙ୍କର ଚେହେରା ବଦଳିଗଲା। ଗୋରା ପଡ଼ିଗଲେ ଶ୍ରୀ ଅରବିନ୍ଦ, ମାନେ କଳା ଶ୍ରୀ ଅରବିନ୍ଦ ଗୋରା ହେଇଗଲେ। ମା ସେତେବେଳକୁ ଆସି ସାରିଥାନ୍ତି। ସମ୍ପୂର୍ଣ୍ଣ ଦାୟିତ୍ୱ ମା, ଆଶ୍ରମର ଦାୟିତ୍ୱ ମା ନେଲେ। ଶ୍ରୀ ଅରବିନ୍ଦ ଅନ୍ତରାଳକୁ ଚାଲିଗଲେ, ସାଧନା କଲେ। ସମ୍ପୂର୍ଣ୍ଣ ଭାବରେ ବଦଳିଗଲା ତାଙ୍କର ଚେହେରା। 10 ଜଣ ଲୋକ ମାନେ ସାଧକଙ୍କୁ ମା ରଖିଥାନ୍ତି ତାଙ୍କର ସେବା କରିବା ପାଇଁ। ତାଙ୍କ ମା ନିଜେ ତାଙ୍କ ମୁଣ୍ଡ କୁଣ୍ଡେଇ ଦଉଥିଲେ। ଲୋକ ରଖାଯାଇଥିଲା, ସାଧକ ମାନେ ରହୁଥିଲେ ନଖ କାଟିଦେବା ପାଇଁ, କପଡ଼ା କାଚିଦେବା ପାଇଁ, ଘର ସଫା କରିବା ପାଇଁ, ଖାଦ୍ୟ ପରିଷିବା ପାଇଁ, ସବୁ କାମ କରିବା ପାଇଁ ଶ୍ରୀ ଅରବିନ୍ଦଙ୍କ ପାଖରେ ମା ପୁରା ସଜାଗ ହେଇକି ରହୁଥିଲେ। ଆଉ ଆମେ ଚମ୍ପକଲାଲଙ୍କ ବିଷୟରେ ତ ଜାଣିଛନ୍ତି, ମାନେ ବେଶୀ ଖାଇଦେଲେ ନିଦ ହେଇଯିବ ବୋଲିକିରି ସେ କମ୍ ବି ଖାଉଥିଲେ, ଶୋଇବା ବି ଭୁଲି ଯାଇଥିଲେ। ତେଣୁ ସେଇ ସମୟରେ 1926ରୁ 1950 ମସିହା ପର୍ଯ୍ୟନ୍ତ ଦୀର୍ଘ 24 ବର୍ଷ ତାଙ୍କ ଶରୀରଟି ପୁରା ସୁବର୍ଣ୍ଣ ରୂପ ଧାରଣ କଲା। ସେତିକି ବେଳେ ଶକ୍ତିକି ସେ ଆହ୍ୱାନ କରୁଛନ୍ତି। କୋଉ ଶକ୍ତି ଆମେ ଜାଣିଛୁ, ଅତିମାନସ ଶକ୍ତିକୁ ଆଣିବେ, ଯାହା ଫଳରେ ପୃଥିବୀ ରୂପାନ୍ତର ହବ। ତେଣୁ 1926ରୁ 1935 ବର୍ଷ, ଏଇ ଯୋଉ 9 ବର୍ଷ ତାଙ୍କ ଶରୀରର ରୂପ ବଦଳିଗଲା, ଶରୀର ସୁବର୍ଣ୍ଣମୟ ହେଇଗଲା। ଆଉ
1935 ରୁ 1950 ସେଇ 15 ବର୍ଷ ତାଙ୍କର ସବୁ ସଂଗ୍ରହ କରାଗଲା। ଚମ୍ପକଲାଲ, ନିରୋଧ ବରମ୍ ତାଙ୍କର ନଖ କାଟି ଦେଉଥିଲେ। ଚମ୍ପକଲାଲ ସେଇ ସମୟରେ କ'ଣ କରୁଥିଲେ, ସେଇ ଯେଉଁ ନଖ କଟା ଯାଉଥିଲା ସୁନାର ମାନେ ସୁବର୍ଣ୍ଣ ରଙ୍ଗର ନଖ ଗୁଡ଼ିକ, ମାନେ ଯେତେବେଳେ ଆମେ ନଖ କାଟୁଛନ୍ତି ନଖ ଛିଟକି ପଡ଼େ, ସେ ନଖକୁ କେଉଁ ଡେଟ୍ରେ କେଉଁ ତାରିଖରେ ନଖ କଟା ଯାଉଛି ସେ ନଖକୁ ସଂଗ୍ରହ କରିକିରି ରଖୁଥିଲେ ଡେଟ୍ ଦେଇକିରି, ଏଇ ତାରିଖରେ ଏଇ ନଖ କଟା ହେଇଛି। ବେଳେବେଳେ ଖୁସି ଲାଗେ, ଶ୍ରୀଅରବିନ୍ଦ କୌତୁକ ରଖାନ୍ତି, ଗୋଟେ ନଖ କଟିକି ପଡ଼ିଯାଉଥିବ ସେ ଖୋଜୁଥିବେ, ଚମ୍ପକଲାଲ ଆଉ ନିରୋଧ ବରଣ ଖୋଜୁଥିବେ ସେ ଯେଉଁ ଠୁଣ୍ଟି ନଖଟି କୁଆଡ଼େ ଗଲା। ବେଳେବେଳେ ଶ୍ରୀଅରବିନ୍ଦ କହିବେ ପାଇଲ କିରେ, ମାନେ ଖୁସି ମଜା। କ'ଣ ପାଇଁ ସେଟା ଚମ୍ପକଲାଲ ରଖୁଥିଲେ, ମା ବି ତାଙ୍କୁ ଉତ୍ସାହିତ କରୁଥିଲେ, ମାନେ କହୁନଥିଲେ ଯେ ନଖ କାହିଁକି ରଖୁଛି, କିଛି କେହି କାହାକୁ କିଛି କୁହାହେଉନଥିଲା, କେମିତି ନିର୍ଦ୍ଦେଶ ପାଇଛନ୍ତି କିଏ ଜାଣେ। କିନ୍ତୁ ଚମ୍ପକଲାଲ ସେ ମାନେ ନଖ ଗୁଡ଼ିକୁ ମୁଣ୍ଡ କୁଣ୍ଡା ଯାଉଥିବା ଯେତେବେଳେ ଯେଉଁ ଲମ୍ବା କେଶ ତ ଥିଲା, ମା ତାଙ୍କ ମୁଣ୍ଡ କୁଣ୍ଡେଇ ଦେଉଥିଲେ, ସେଇ ଛିଣ୍ଡା ମାନେ ଚୁଟି ଗୁଡ଼ାକ ସବୁ ସଂଗ୍ରହ କରାହେଇକିରି ରଖାଯାଉଥିଲା। ତାପରେ ଆମେ ଜାଣିଛନ୍ତି 1950 ମସିହା ଡିସେମ୍ବର 5 ତାରିଖ ଶ୍ରୀଅରବିନ୍ଦଙ୍କ ଶରୀରରେ ଅତିମାନସ ଶକ୍ତି ଅବତରଣ କଲା। ଆଉ ସେଇ 5 ତାରିଖରୁ 9 ତାରିଖ ପର୍ଯ୍ୟନ୍ତ 111 ଘଣ୍ଟା, 5 ତାରିଖରୁ 9 ତାରିଖ ପର୍ଯ୍ୟନ୍ତ ତାଙ୍କ ଶରୀର ଏକ ଜ୍ୟୋତି ବିକିରଣ ହେଉଥିଲା, ଯେଉଁମାନେ ଦେଖିଛନ୍ତି। ଆଉ ତାକୁ ଦର୍ଶନ କରିବା ପାଇଁ ଏତେ ଭିଡ଼ ଯେ ସକାଳ 8ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଶ୍ରୀଅରବିନ୍ଦଙ୍କର ଏଇ ଶରୀରକୁ ଦର୍ଶନ କରିବା ପାଇଁ ସମସ୍ତଙ୍କୁ ସୁଯୋଗ ଦିଆଯାଉଥିଲା। ଆଉ ମାନେ ଗୋଟେ ଶରୀର ତ୍ୟାଗ କଲା ପରେ 2-3 ଘଣ୍ଟାରେ ଆମେ ଦେଖିଛେ ଯେ ଶରୀରଟି ବିକୃତ ହେଇଯାଏ, କିନ୍ତୁ ଶ୍ରୀଅରବିନ୍ଦଙ୍କ ଶରୀର 5 ତାରିଖରୁ 9 ତାରିଖ ପର୍ଯ୍ୟନ୍ତ ମାନେ ସତେ ଯେମିତି ଶ୍ରୀଅରବିନ୍ଦ ବସିଛନ୍ତି କିମ୍ବା ଶୋଇଛନ୍ତି, ଯେମିତି ତାଙ୍କୁ ରଖାଯାଇଥିବ। ସକାଳ 8ଟାରୁ ଦର୍ଶନ ଆରମ୍ଭ ହୁଏ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ। ସନ୍ଧ୍ୟା ପରେ ଦର୍ଶନ ବନ୍ଦ। ଧାଡ଼ି କରିକି ଛିଡ଼ା ହେଇଥିବେ ଲୋକମାନେ ଶ୍ରୀଅରବିନ୍ଦଙ୍କର ଏଇ ଶରୀରକୁ ଦର୍ଶନ କରିବା ପାଇଁ। ଯେତେବେଳେ ସନ୍ଧ୍ୟା 6ଟା ବେଳେ ଦର୍ଶନ ବନ୍ଦ ହେଇଯାଏ, ଯିଏ ଯେଉଁ ଧାଡ଼ିରେ ଛିଡ଼ା ହେଇଥାନ୍ତି ସେଇ ଧାଡ଼ିରେ ହିଁ ଶୋଇପଡ଼ନ୍ତି, ଘରକୁ ପଳାନ୍ତିନି। ତା ପରଦିନ ସେଇଠୁ ଫେରେ ଆସିବେ। ଏବେ ଆମେ ଟିକେ ଟିକେ ଅନୁଭବ କରୁଥିବା, ଯେତେବେଳେ ଦର୍ଶନରେ ମାନଙ୍କରେ ଯେଉଁମାନେ ପଣ୍ଡିଚେରୀ ଯାଉଛନ୍ତି, ଯେ ମାନେ 50 ଜଣ ରହିଲା ଭଳିଆ ଗୋଟେ ବ୍ଲକ ସବୁ ସୂତାର ଦୌଡ଼ି ଟଙ୍ଗା ହେଇଯାଇଥାଏ, ଯେ ଆମେ ସବୁ 8ଟା-9ଟା ବେଳକୁ ଯାଇକରି ସେଠି ଟୋକନ କେତେ ନମ୍ବର ବ୍ଲକ, କାହାର 4 ନମ୍ବର, କାହାର 5 ନମ୍ବର, ଏମିତି ହେଇକି ରହିଥାଉ। ସେଇଠି ରାତିରେ ବସିଥାଉ, ଶୋଇଥାଉ। ବେଳେବେଳେ ଭାବେ କ'ଣ ପାଇଁ, ଆମେ ତ ସକାଳୁ ଆସିପାରିବା, ଏମିତି କାହିଁ? ମାନେ ଶ୍ରୀଅରବିନ୍ଦଙ୍କ ରୁମ୍କୁ ଯିବା ପାଇଁ ଏତେ ଆଗ୍ରହ, ରାତି ସାରା ଅନିଦ୍ରା ହେବାକୁ ପଡ଼େ। ତେଣୁ ସେଇ ପୁଣି ତା ପରଦିନ ଦର୍ଶନ ଆରମ୍ଭ ହୁଏ। ଏଇ ସମୟର ତାପରେ ସେଇ ଶକ୍ତି 9 ତାରିଖ ଦିନ ଅତିମାନସ ଶକ୍ତି ମା ଗ୍ରହଣ କଲେ ଏବଂ ଶ୍ରୀଅରବିନ୍ଦଙ୍କୁ ସମାଧିସ୍ଥ କରାଗଲା। ତେଣୁ ସେଇ ଶ୍ରୀଅରବିନ୍ଦଙ୍କ ସମାଧି ଶରୀର, ଆମ ଶରୀର ତାଙ୍କ ଶରୀର, ଆମେ ତାଙ୍କୁ କଳ୍ପନା କରିବା ନାହିଁ, ଭାବିବା ନାହିଁ। ମାନେ ତାଙ୍କ ଶରୀରଟି ଅତିମାନସର ଶରୀର, ପାୱାରଫୁଲ ଶରୀର, ଶକ୍ତିମୟ ଶରୀର, ଯେଉଁ ଶକ୍ତି ଆମକୁ ରୂପାନ୍ତର କରିବ, ଭବିଷ୍ୟତରେ ମାନବକୁ ଦିବ୍ୟ ମାନବ କରିବ, ସେଇ ଶକ୍ତି ସ୍ଥଳ ହେଉଛି ସେ ଶରୀର। ତେଣୁ ଆମେ ଯେଉଁ ସମାଧି ସ୍ଥାପନ କରାଯାଇଛି ଓଡ଼ିଶାର ବା ସବୁ ଅନ୍ୟ ଆଡ଼େ, ସେଇ ଶରୀରର ତାଙ୍କ ଶରୀରର କିଛି ଅଂଶ, ତାଙ୍କ ନଖ, ତାଙ୍କ କେଶ, ମାନେ ଶକ୍ତିକି ଆମେ ଏଠି ପ୍ରତିଷ୍ଠା କରିଛୁ। ତେଣୁ ଆମେ ଏବେଠାରୁ ଆମ ଭିତରେ ସେ ଭ୍ରାନ୍ତ ଧାରଣା ଦୂର ହେବା ଉଚିତ ଯେ ଆମେ ଯେଉଁମାନେ ଭବିଷ୍ୟତର ନୂତନ ମାନବ, ଅତିମାନବ ହେବା,
ସେଇ ଲକ୍ଷ୍ୟ ରଖି ସମାଧିକୁ ଆସିବା। ସେଇଥିପାଇଁ ସମାଧି ସ୍ଥାପନ କରାଯାଉଛି। ନିଶ୍ଚୟ ବର୍ତ୍ତମାନ କଲା ବହୁତ କେତେ ବର୍ଷ ଧରି ନିଶ୍ଚୟ ତପସ୍ୟା କରିଥିବ, ବୁଦ୍ଧ ଭାଇଙ୍କ ମାଧ୍ୟମରେ ହଉ ବର୍ତ୍ତମାନ କଲା ଲୋକମାନଙ୍କର ଆସ୍ପୁରା ହଉ, ତପସ୍ୟା ହଉ, ଏ ମାଟିର ତପସ୍ୟା ହଉ, ପ୍ରଭୁ ଏଠିକି ଆସିଛନ୍ତି। ଆମେ କମ୍ ଭାଗ୍ୟବାନ ନୁହଁ ଯୋଉଠି ଶ୍ରୀ ଅରବିନ୍ଦଙ୍କର ଦେହାଂଶ ସ୍ଥାପନ କରାଯାଇଛି। 10 କିଲୋମିଟର ପର୍ଯ୍ୟନ୍ତ ତାଙ୍କର ଶକ୍ତି କାମ କରୁଥାଏ। ପଣ୍ଡିଚେରୀରେ ତ ସମ୍ପୂର୍ଣ୍ଣ ଭାବରେ ପଣ୍ଡିଚେରୀ ତାଙ୍କ ଶକ୍ତି କଭର କରୁଛି। ଆମେ ଯୋଉ ଶକ୍ତି ଏଠି ରଖିଛୁ, ସ୍ଥାପନ କରୁଛୁ, ତେଣୁ ସେଇ ଶକ୍ତି ବଳରେ ଆମର ଆମେ ଜାଣିବା ଉଚିତ ଯେ ସେ ଶକ୍ତି ବଳରେ ଆମର ରୂପାନ୍ତର କାର୍ଯ୍ୟ ହବ। କିନ୍ତୁ ଆମେ ରୂପାନ୍ତରକୁ ପଛରେ ପକେଇ ଆମେ ବର୍ତ୍ତମାନ ସମସ୍ତେ ଯୋଉମାନେ ଶ୍ରୀ ଅରବିନ୍ଦଙ୍କ ସମାଧିକି ଆସୁଛୁ, ନିଶ୍ଚୟ କିଛି କାମନା ବାସନା ପୂରଣ କରିବା ପାଇଁ ଆମେ ଆସୁଛୁ। ଆମ ଆସିବାଟା ସ୍ୱାଭାବିକ। ଭାଇ ଯେମିତି କହିଲେ ଜଗନ୍ନାଥଙ୍କ ପାଖକୁ ଆମେ ଯାଉଛୁ, ନିଶ୍ଚୟ ସେଠି ଜଗନ୍ନାଥ ଅଛନ୍ତି। ଆମେ ବି ଶୁଣି ଜାଣିଛୁ କାଞ୍ଚି ଅଭିଯାନ ବେଳେ ଜଗନ୍ନାଥ ବଳଭଦ୍ର କେମିତି ଯାଇକିରି ଯୁଦ୍ଧ କରିଥିଲେ। ଠିକ ସେମିତି ଶ୍ରୀ ଅରବିନ୍ଦ ଏଠି ସ୍ଥାପନ ଅଛନ୍ତି ବୋଲିକିରି ଆମେ ଧାରଣା କରିବା। ତାପରେ କଣ ପାଇଁ ଆମେ ସମାଧିକି ଆସିବା? ଲକ୍ଷ୍ୟଟି ଆମେ ସମସ୍ତେ ଜାଣିଲେ ଯେ ଶ୍ରୀ ଅରବିନ୍ଦଙ୍କ ସମାଧିକି ଆମେ ଯୋଉମାନେ ଟଚ୍ କରୁଛନ୍ତି, ପ୍ରଣାମ କରୁଛନ୍ତି, ସେବା କରୁଛନ୍ତି, ଆମେ ଭବିଷ୍ୟତର ଜଣେ ଅତିମାନବ ହବା ପାଇଁ ଯାହା ଯାହା ସବୁ ଆମର ଦରକାର, ଆମର ମନ ପ୍ରାଣ ଶରୀରକୁ ଥିବା ରୂପାନ୍ତର କାର୍ଯ୍ୟ ସେଇ ଶକ୍ତି ହିଁ କରିବ। ସେ ବିଶ୍ୱାସ ନେଇ ଆମେ ଆସୁଛନ୍ତି। କିନ୍ତୁ ଯେହେତୁ ଆମ ଭିତରେ କାମନା ବାସନା ଅଛି, ମା ଶ୍ରୀ ଅରବିନ୍ଦ ପ୍ରଥମେ ଆମର କାମନା ବାସନାକୁ ହିଁ ପୂରଣ କରୁଛନ୍ତି। ସେ ସମାଧିରେ ସେଇଟା ହିଁ ଆମେ ପାଇପାରିବା। ତେଣୁ ସମାଧିକି ଟଚ୍ କଲେ, ସମାଧିକି ଆସିଲେ, ସମାଧିରେ ସେବା କଲେ, ସମାଧିରେ ଫୁଲ ଦେଲେ, ସମାଧି ଗୃହକୁ ପୋଛିଲେ କଣ ଆମର ସବୁ ଲାଭ ହବ? ଅତି ମାନବ ତ ଦୂରର କଥା, ଏଇ ବ୍ୟକ୍ତିଗତ ଜୀବନରେ, ସାଂସାରିକ ଜୀବନରେ, ଆମର ଏଇ ଯୋଉ ତେଲ ଲୁଣ ସଂସାର ଭିତରେ ଯଦି ଆମେ ସେଇଠି ସେବାଟିଏ କରୁଥିବା, କଣ ଆମର ସବୁ ଲାଭ ହବ ସେ ବିଷୟରେ ମୁଁ କିଛି କହିବି। ଯେ ପ୍ରଥମେ କଣ ହବ, ଆମର ଯୋଉମାନେ ସମାଧି ଭିତରକୁ ରେଗୁଲାର ସମାଧିକି ଆସୁଛନ୍ତି, ଧ୍ୟାନ କରୁଛନ୍ତି, ତାଙ୍କ ଭିତରେ ଯାନ୍ତ୍ରିକ ଚିନ୍ତା ଆସିବ ନାହିଁ। ଯାନ୍ତ୍ରିକ ଚିନ୍ତା ମାନେ ଯୋଉ ବିଷୟ ହଉ, ମୋର ଘର, ମୋର ପରିବାର, କେମିତି କରିବି, କେମିତି ପଇସା ରୋଜଗାର କରିବି, ଏଇ ଚିନ୍ତା କମ୍ ସେ କମ୍, ବା ପର ଚର୍ଚ୍ଚା। ଆମେ ତ ଟିକେ ଦି ତିନି ଜଣ ଲୋକ ହେଇଗଲା ମାନେ ଆମର ଆରମ୍ଭ ହେଇଯିବ ମାନେ ପରଚର୍ଚ୍ଚା। ତେଣୁ ଏଇ ଯାନ୍ତ୍ରିକ ମେକାନିକାଲ ଥିଙ୍କିଂ ଗୁଡାକ ସବୁ ଯୋଉଟାକୁ ଆମକୁ ଅଲଗା ଆଡକୁ ନେଇଯାଏ, ଆମର ମନ ପ୍ରାଣ ଶରୀର ଭିତରେ ମନଟି ଆମକୁ କଣ କରେ, ଭଗବାନଙ୍କ ଠାରୁ ବା ରୂପାନ୍ତରିତ ହବା ପାଇଁ ଏ ମନ ଏପର୍ଯ୍ୟନ୍ତ ଚାହିଁନା। ତେଣୁ ଆମେ ଯଦି ସମାଧିକି ଆସିବା, ଆମର ମନ ଏଇ ଯୋଉ ଅଲଗା ଚିନ୍ତା କରିପାରିବ ନାହିଁ, ଯାନ୍ତ୍ରିକ ଚିନ୍ତା ଆସିବ ନାହିଁ। ଯାହା ଫଳରେ ଆମର ଆଧ୍ୟାତ୍ମିକ ଚିନ୍ତା ଆସିବ। କାରଣ ଆମେ ଧର୍ମ ଦେଇକିରି ଆଧ୍ୟାତ୍ମିକ ଆଡକୁ ଯିବା। ଧର୍ମ ଆମକୁ ବାନ୍ଧି ରଖିଛି କାମନା ବାସନା ଭିତରେ, ଏଟା ବି ଭୁଲ ନୁହଁ। ଆମେ ପ୍ରଥମେ ଧାର୍ମିକ ଚିନ୍ତାକୁ, ବିଶ୍ୱାସ ବଢିବ ଆମର, ଯେକୌଣସି ଦେବାଦେବୀଙ୍କ ପାଖରେ ଆମର ବିଶ୍ୱାସ ବଢିବ। ସେଇ ବିଶ୍ୱାସ, ଉଦାହରଣ ସ୍ୱରୂପ ଆମର ବାବାଜୀ ମହାରାଜଙ୍କ କଥା ଚିନ୍ତା କରାଯାଉ। ସିଦ୍ଧ ପୁରୁଷ ଥିଲେ, ରାମଚନ୍ଦ୍ରଙ୍କର ଭକ୍ତ ଥିଲେ, ସେ ଶ୍ରୀ ଅରବିନ୍ଦଙ୍କ ପାଖରେ ରାମଙ୍କୁ ଦେଖିଲେ, ତାପରେ ରହିଗଲେ ଶ୍ରୀ ଅରବିନ୍ଦଙ୍କ ପାଖରେ, କାମ ଦିଆହେଲା, ରହିଲେ ସେଇ ଅତି ମାନସ। ମାନେ ଏମିତି ଯିଏ ଯୋଉ ଧାର୍ମିକ ବାଟ ଯାଉ, ଧର୍ମ ବାଟ ଦେଇ ଆମେ ଏଇ ଆଧ୍ୟାତ୍ମିକ ବାଟକୁ ଆସିବା। ତେଣୁ ପ୍ରଥମେ କଣ ହବ, ଆମେ ଯେ ସମାଧି ଟଚ୍ କରିବା, ଆମର ଯାନ୍ତ୍ରିକ ଚିନ୍ତା, ଖରାପ ଚିନ୍ତା ଆସିବ ନାହିଁ। ଆସୁଥିଲେ କଣ ହବ ନା ବନ୍ଦ ହେଇଯିବ। ଯୋଉମାନେ ସମାଧିରେ ଗୁରୁବାର ରବିବାର ଆମର ଧ୍ୟାନ କରୁଛନ୍ତି, ପ୍ରଥମେ ନୂଆ ଯୋଉମାନେ ଧ୍ୟାନକୁ ଆସୁଥିବେ, ଦେଖୁଥିବେ
ବହୁତ ଗୋଟେ ଚିନ୍ତା ପଶୁଥିବ, ମାନେ କେବେ ଅଭ୍ୟାସ ଆବଦ୍ଧ ନାହିଁ। ଆଖି ବୁଜିଦେଲା ମାନେ ଆମର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କ'ଣ କ'ଣ ସବୁ ଘଟଣା ଘଟି ଯାଇଛି ସେଗୁଡ଼ାକ ସବୁ, ସେଇଟା ଯାନ୍ତ୍ରିକ ଚିନ୍ତା, ସେଗୁଡ଼ାକ ସବୁ ଆମକୁ ଆସିବ। ଆମକୁ ତାରି ଭିତରେ ବୁଲୁ ବୁଲୁ ମାନେ ଦେଖୁ ଦେଖୁ ଗୋଟେ ରିଲ୍ ଭଳିଆ ଆମକୁ ସିନେମା ଭଳିଆ ଦେଖାଯିବ। ଶ୍ରୀ ଅରବିନ୍ଦଙ୍କ ସମାଧି ଭିତରେ ଯେତେବେଳେ ଆମେ ଧ୍ୟାନ କରୁଥିବା, ସେ ଧ୍ୟାନ ସମୟରେ ଆମ ଜୀବନର ବା ସକାଳ ଯେତେବେଳେ ପୂର୍ବ ସମୟର ସବୁ କଥା ଆମର ମନେ ପଡ଼ିଯିବ। ସେଇଟାକୁ କହନ୍ତି ଯାନ୍ତ୍ରିକ ଚିନ୍ତା। ସେଇ ଚିନ୍ତା ଅଭ୍ୟାସ କଲେ, ଧ୍ୟାନ କରିବା ଅଭ୍ୟାସ କଲେ, ସେ ଧୀରେ 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 ସେ ଚିନ୍ତା ଗୁଡ଼ାକ ଆମର ସବୁ ଦୂର ହୋଇଯାଏ। ଶ୍ରୀ ଅରବିନ୍ଦଙ୍କ ମାଙ୍କ ପାଖକୁ ଯେତେବେଳେ ଆସିବା, ଆମେ ଖୋଲା କାଗଜ, କିଛି ଆମର ଚିନ୍ତା ନଥିବ, ସେ ଖୋଲା କାଗଜଟି ଭଳି ଆସିବା, ତାପରେ ମା ଦାୟିତ୍ୱ, ମା ଶ୍ରୀ ଅରବିନ୍ଦ ଦାୟିତ୍ୱ ନେବେ। ସେଥିଲାଗି ଧ୍ୟାନ କଲାବେଳେ ଆମର ମାଙ୍କର ଗୋଟେ ଅର୍ଗାନ ମ୍ୟୁଜିକ୍ ବାଜୁଛି। ସେଇ ମ୍ୟୁଜିକ୍ ଦ୍ୱାରା ଆମର କ'ଣ ହେବ, ଆମ ମନଟି ବା ଆମର ଚିନ୍ତା, ଯାନ୍ତ୍ରିକ ଚିନ୍ତାରୁ ଦୂର ହୋଇକରି ଆମେ ସେଇ ସଙ୍ଗୀତଟିକୁ, ସେଇ ବାଦ୍ୟ ସଙ୍ଗୀତଟାକୁ ଆମେ ଟିକେ ଯଦି ଧ୍ୟାନସ୍ଥ କରିବା, ଆମେ ଧୀରେ 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 ନିରୋଗୀ ରହିବା। ପ୍ରାକ୍ଟିକାଲ ଏଟା ମାନେ ମୁଁ ନୂଆ କଥା ନୁହେଁ, ଆମେ ସମସ୍ତେ ଧ୍ୟାନ କରିଛନ୍ତି, ଯେଉଁମାନେ ଅଭ୍ୟାସ କରିଛନ୍ତି ଜାଣିଛନ୍ତି। ପ୍ରଥମେ ଧ୍ୟାନ କଲାବେଳେ ସେମିତି କେମିତି ଥାଆନ୍ତି, ଆଉ ରେଗୁଲାର ଧ୍ୟାନ କଲାବେଳେ ତାଙ୍କର କେମିତି ସବୁ ପରିବର୍ତ୍ତନ ହୁଏ। ତାପରେ ଦୁଇରେ ହେଉଛି ଆମେ ବହୁତ କଥା ଭୁଲି ଯାଉ। ତେଣୁ ଯଦି ଆମେ ଏଇ ମା ଶ୍ରୀ ଅରବିନ୍ଦଙ୍କ ବା ସମାଧିକି ଆସିବା, ଆମର ଯେଉଁ କଥାଟା ଦରକାର ଆମେ ସବୁ କେଉଁ କଥା ଭୁଲି ଯାଉ, ଯେ ଭଲ କଥା ଗୁଡ଼ାକ ଶୀଘ୍ର ଭୁଲି ଯାଉ, ଖରାପ କଥା ଗୁଡ଼ାକ ବହୁତ ଦିନ ମନେ ରହୁ ଆମର ଯାନ୍ତ୍ରିକ ବିଚାର ଭିତରେ। ତେଣୁ ଆମେ ଏଇ ଯେଉଁ ଭୁଲି ଯାଉଥିବା, କ'ଣଟା ଭୁଲି ଯାଉଛୁ, ଆମେ ସବୁବେଳେ ଭୁଲି ଯାଉ ଆମର ଲକ୍ଷ୍ୟଟି। ଆମର ଲକ୍ଷ୍ୟକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟେ ଜୀବିକା ଅର୍ଜନ ପାଇଁ ଲକ୍ଷ୍ୟ, ଯେଉଁଟାକି ଚାକିରି କରିବା, ପଇସା ରୋଜଗାର କରିବା, ଡାକ୍ତର ହେବା, ଇଞ୍ଜିନିୟର ହେବା, ଘର କରିବା, ଗାଡ଼ି କରିବା, ଏଗୁଡ଼ାକ ଗୋଟେ ଲକ୍ଷ୍ୟ ରହିବା ଦରକାର। ଆଉ ଗୋଟେ ଲକ୍ଷ୍ୟ ଅଛି ଜୀବନର ଲକ୍ଷ୍ୟ, ଭଗବାନ କିଏ, ଭଗବାନଙ୍କୁ ପାଇବା। ଏଇ ଜୀବନରୁ ମୁଁ ଯଦି ଭଗବାନଙ୍କୁ ନ ପାଇଲି, ମୋ ଜୀବନଟି ନିରର୍ଥକ ସାର୍ଥକ ହେଲାନି, ଏଇ ଗୋଟେ ଲକ୍ଷ୍ୟ। ତେଣୁ ଯେତେବେଳେ ଆମେ ସମାଧିକି ଆସିବା, ଧ୍ୟାନ କରିବା, ସମାଧିରେ ମୁଣ୍ଡ ଲଗେଇଥିବା, ସେଇ ଚିନ୍ତାଟି ଆସିବ, କୋଉଟା ମନେ ପଡ଼ିଯିବ, ଆରେ ମୋର ଲକ୍ଷ୍ୟ ହେଉଛି ରୂପାନ୍ତରିତ ମନ ପ୍ରାଣ ଶରୀରରେ ଭଗବତ ପ୍ରାପ୍ତି। ମୁଁ ସେଇଥିପାଇଁ ସମାଧିକୁ ଆସୁଛି। ମୋ ଭିତରେ ଥିବା ଅନ୍ତରାତ୍ମା ଚୈତନ୍ୟତା ଏଇ ସମାଧି ଟଚ୍ କରିବା ଫଳରେ ଜାଗ୍ରତ ହେବ। ମୁଁ ଗୋଟେ ଭବିଷ୍ୟତର ରୂପାନ୍ତରିତ ମାନବରେ ପରିଣତ ହେବି। ତେଣୁ ବିସ୍ମୟ ଭୁଲି ଯାଉଥିବା କଥା ଏଇ ସମାଧି ଆମକୁ ମନେ ପକାଇ ଦିଏ ଆମ ଜୀବନର ଲକ୍ଷ୍ୟ। ଆଉ କ'ଣ ହୁଏ, 3 ନମ୍ବରରେ ଆମର ମନ ସମସ୍ତଙ୍କର ଅସ୍ଥିର। ସେଇ ଅସ୍ଥିର ମନ ସମାଧିର ଆସିଲେ, ସମାଧିକୁ ଟଚ୍ କଲେ ସ୍ଥିର ହୋଇଯିବ। ଆଉ ସ୍ଥିର ମନରେ ଆମେ ଯେଉଁ କାମ, ଯେକୌଣସି କାମ କରିବା ସଫଳ ହେବ। ଅସ୍ଥିର ମନରେ ଯେକୌଣସି କାମ କରିବା ବିଫଳ ହେବ, ସକ୍ସେସ୍ ହେବା। ତାପରେ କର୍ମ ଫଳ କଟିଯାଏ। ଆମର କର୍ମ ଫଳ ଅତୀତରେ ପୂର୍ବ ଜନ୍ମର ଯେଉଁ କର୍ମ ସବୁ କରିଛନ୍ତି, ଏ ଜନ୍ମର ତାର ଫଳ ଭୋଗ କରୁଛନ୍ତି। ଏ ଜନ୍ମର ଯେଉଁ କର୍ମ ଆମେ କରୁଛନ୍ତି, ତା ପର ଜନ୍ମର ଭୋଗ କରିବା। ତେଣୁ ପୂର୍ବ ଜନ୍ମର ଯଦି କିଛି ଖରାପ କାମ କରିଛନ୍ତି, ଏ ଜନ୍ମର ତାର ଫଳ ସ୍ୱରୂପ, ଉଦାହରଣ ସ୍ୱରୂପ ଆମର ପ୍ରଣବ ଦାଙ୍କ କଥା କୁହାହେବ। ପ୍ରଣବ ଦା ହାତ ଦେଖିକିରି ଜ୍ୟୋତିଷ କହିଥିଲେ ଯେ 40 ବର୍ଷରେ ସେ ପାଣିରେ ବୁଡ଼ିକି ମରିବେ। ଶ୍ରୀ ଅରବିନ୍ଦଙ୍କ ଆଶ୍ରମର ପ୍ରଣବ ଦା ଯେତେବେଳେ ରହିଛନ୍ତି, ସେ ଜଗିଛନ୍ତି। ସାବିତ୍ରୀ ଯେମିତି 365ଟା ଗାର ଟାଣିଛି କାନ୍ଥରେ, ସବୁଦିନ ଗୋଟେ ଦିନ ଗଲା ପରେ ଗୋଟେ ଗୋଟେ ଗାର କଟୁଛି, କାରଣ 365 ଲାଷ୍ଟ ଦିନ ତାଙ୍କର ସ୍ୱାମୀଙ୍କର ମୃତ୍ୟୁ ହେବ। ନାରଦ କହିଛନ୍ତି 1 ବର୍ଷ ପରେ ତମେ ବିଧବା ହେଇଯିବ। ଠିକ୍ ସେମିତି ପ୍ରଣବ ଦା 40 ବର୍ଷ ପରେ ପାଣିରେ ବୁଡ଼ିବେ କଥା ଜ୍ୟୋତିଷ କହିଛନ୍ତି, ସେ ତାଙ୍କୁ ମନେ ରଖିଛନ୍ତି। ଆଶ୍ରମରେ ସେ ରହି ଠିକ୍ 40 ବର୍ଷ ହେଇଛି। ତା ପରଦିନ ଯାଇକି ମାଙ୍କ ପାଖରେ କହୁଛନ୍ତି, ମା ମୁଁ ଗୋଟେ କଥା କହିବି। ମାନେ ମା ପ୍ରଣବ ଦାଙ୍କୁ ବହୁତ ଭଲ ପାଆନ୍ତି। ପାଖାପାଖି ପ୍ରଣବ ଦା ତାଙ୍କ ପାଖାପାଖି ରହନ୍ତି। ମାନେ ଶାରୀରିକ ଶିକ୍ଷାର ପଡ଼ିଚେରୀର ଆଶ୍ରମର ସେ ଡାଇରେକ୍ଟର ଥିଲେ।
ତେଣୁ ମା କହୁଛନ୍ତି କ'ଣ କହ ନା ଜ୍ୟୋତିଷ କହିଥିଲା 40 ବର୍ଷରେ ମୁଁ ପାଣିରେ ବୁଡ଼ିକି ମରିବି। ମା ପୁରା ମାନେ ଇଏ ଭଳିଆ ମାନେ ମାଙ୍କର କାଳି ରୂପର ଆଖି ଆପଣମାନେ ଦେଖିଥିବେ, ସେଇ ରୂପରେ ଶିରରେ ମାଙ୍କୁ ମା ଦେଖିଲେ ପ୍ରଣତା ହସିଦେଲେ। ତାପରେ କହିଲେ ହଁ ତ ତୁ କାହା ପାଖରେ ଅଛୁ? ମୋ ପାଖରେ ଅଛୁ। ହାତ ରେଖାର ବା ଭବିଷ୍ୟତର ବା କର୍ମଫଳ ଏଠିକି ଆସିଲେ କଟିଯାଏ। ମୁଁ ଜାଣିଛି ତୋର 40 ବର୍ଷର ଏମିତି ଥିଲା, କିନ୍ତୁ ବା ତୁ ପରେ ମୋ ପାଖରେ ଆସିକି ରହିଲୁ, ସେଟା କ'ଣ କାମ ଦେଖିବୁ? ତେଣୁ ଦେଖନ୍ତୁ ଭାଇ ଭଉଣୀମାନେ, ଶ୍ରୀ ଅରବିନ୍ଦଙ୍କ ସମାଧି ଯଦି ଆମେ ଟଚ୍ କରିବା, ଆମର କର୍ମ ଫଳ ଯଦି କିଛି କଷ୍ଟଦାୟକ କର୍ମ ଫଳ ଆମେ ଭୋଗିବାର ଥିବ ଏ ଜନ୍ମରେ, ତେଣୁ ସମାଧି ଟଚ୍ କଲେ କର୍ମ ଫଳ କଟିଯିବ। ତାପରେ ଭବିଷ୍ୟତ ଜୀବନ, ଏଟା ହଉଛି ଆମର ଅତି ମାନସ କଥାକୁ କୁହା ହଉନି, କାରଣ ଆମେ କେହି ଯେହେତୁ ଲକ୍ଷ୍ୟ ହଉଛି ସମାଧିଟେ ଅଛି, ଶ୍ରୀ ଅରବିନ୍ଦ ଆସିଛନ୍ତି ଆମକୁ ରୂପାନ୍ତର କରିବେ, ରୂପାନ୍ତରିତ ମନ ପ୍ରାଣ ଶରୀରରେ ଭଗବତ ପ୍ରାପ୍ତି ଆମେ ହବା, ସେଇଟା ହଉଛି ମହାନ ଲକ୍ଷ୍ୟ ପାଇଁ ଆସିଛନ୍ତି। କିନ୍ତୁ ଏବେ ଯୋଉ କଥା ଆମେ ଆଲୋଚନା କରୁଛନ୍ତି ଏଗୁଡାକ ସବୁ ଯେ ଆମର ବ୍ୟକ୍ତିଗତ ଜୀବନର ସାଂସାରିକ ଜୀବନର ଆଉ ଯୋଉ ସମସ୍ୟା ସବୁ ସମ୍ମୁଖୀନ ହଉଛୁ ତାର ସମାଧାନ ମଧ୍ୟ ଏଇ ସମାଧି କରୁଛି। ଏଟା ମାନେ କାଳ୍ପନିକ ନୁହେଁ, କଳ୍ପନା କରାହେଇକି ଏଟା କୁହାଗଲେ ଜ୍ୱଳନ୍ତ ଦୃଷ୍ଟାନ୍ତ ଆପଣମାନେ ଦେଖିଲେ ଶ୍ରୀ ଅରବିନ୍ଦଙ୍କର ଶରୀର କେମିତି ତାଙ୍କ ରୂପ ବଦଳିଗଲା, ଚେହେରା ବଦଳିଗଲା। ତେଣୁ କର୍ମଫଳ ସେମିତି ବଦଳିଯାଏ, ଭବିଷ୍ୟତ ସୁଖମୟ ହୁଏ। ଯୋଉମାନେ ଦୁଃଖରେ ଜୀବନ ଯାପନ କରୁଛନ୍ତି, ସବୁ ଦେଇଦବା ପରେ ଆମକୁ ଆମର ଜୀବନ ଦିଆହେଇଛି ତାଙ୍କରି ନିମିତ୍ତ, ତାଙ୍କରି ପାଇଁ। ଏଇ ଯୋଉ ଗୋଟିଏ ବାକ୍ୟ, ଛୋଟିଆ ବାକ୍ୟଟେ ନୁହେଁ, ମାନେ ଆମେ ଯଦି ମାଙ୍କ ପାଖରେ ଶ୍ରୀ ଅରବିନ୍ଦଙ୍କ ପାଖରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ସମର୍ପିତ କରିଦବା, ଦେଇଦବା, ତାଙ୍କ ଜୀବନ ସିଏ ତାଙ୍କ କାର୍ଯ୍ୟଟି କରିବେ। ଯେମିତି ରାଧାର ପ୍ରାର୍ଥନାରେ ଆମେ ପ୍ରାର୍ଥନା କରୁଛୁ, ସୁଖ ଦିଅ ବା ଦୁଃଖ ଦିଅ ସବୁ ତୁମରି ଦାନ, ହସି ହସିକି ଆମେ ଗ୍ରହଣ କରିଦବା। ତେଣୁ ଭବିଷ୍ୟତ ଜୀବନ ସୁଖମୟ ହବ। ଆଉ ଗୋଟେ କଥା ହବ କ'ଣ, ଯୋଉମାନେ ଶ୍ରୀ ଅରବିନ୍ଦଙ୍କ ସମାଧି ଟଚ୍ କରନ୍ତି, ଅଭ୍ୟାସ ରଖିଥାନ୍ତି, ସୁଖ ମୃତ୍ୟୁ ହବ। ଜ୍ୱଳନ୍ତ ଦୃଷ୍ଟାନ୍ତ ଆମେ ଦେଖିଲେ କଟକର ଗଦାଧର ମିଶ୍ର, ଯାହାକୁ ଆମେ ମାମୁଁ ବୋଲିକିରି କହୁଛୁ, ଫେବୃଆରୀ 29 ତାରିଖ ପଣ୍ଡିଚେରୀ ଗଲେ, ସମାଧିରେ ମୁଣ୍ଡିଆ ମାରିଲେ, ତାପରେ ଦେହ ଖରାପ ହେଲା, କାମ ସରିଗଲା। ମାନେ ଇଚ୍ଛା ମୃତ୍ୟୁ ବୋଲିକି କୁହାଯାଏ, ସୁଖ ମୃତ୍ୟୁ ବୋଲିକି କୁହାଯାଏ। ଏଇ ହଉଛି ସେ ସମାଧିର ଗୁଣ। ତାପରେ ଶେଷରେ ଚୈତ୍ୟ ସତ୍ତା ଆମେ ଆବିଷ୍କାର କରିପାରିବା ଏଇ ସମାଧି ସ୍ପର୍ଶ କରିବା ଦ୍ୱାରା। ତେଣୁ ପ୍ରଥମେ ଏଇ ଯୋଉ 6ଟି କଥା ମୁଁ କହିଲି, ଏଇଟା ହଉଛି ଆମର ସମସ୍ତଙ୍କର ବ୍ୟକ୍ତିଗତ ଜୀବନ ଭିତରେ ଆସିବ। ଆମର ସମସ୍ୟା ବହୁଳ ଜୀବନକୁ ଏଇ ସମାଧି ନିଶ୍ଚୟ ଦୂର କରିବ। ତାପରେ ଆମର ଚୈତ୍ୟ ସତ୍ତା ଜାଗ୍ରତ ହବ। ଚୈତ୍ୟ ସତ୍ତା ଯେ ପର୍ଯ୍ୟନ୍ତ ଜାଗ୍ରତ ନ ହେଇଛି ସେ ପର୍ଯ୍ୟନ୍ତ ଆମର ରୂପାନ୍ତର କ୍ରିୟା ଆରମ୍ଭ ହେଇପାରିବ ନାହିଁ। ମା ଆମର ଦାୟିତ୍ୱ ନେଇପାରିବେ ନାହିଁ। ମା ଅପେକ୍ଷା କରିଛନ୍ତି ମୋର ସନ୍ତାନ କେବେ ତାର ମନ ପ୍ରାଣ ଶରୀରକୁ ମୋ ପାଖରେ ସମ୍ପୂର୍ଣ୍ଣ ଭାବରେ ସମର୍ପିତ କରିବ ଏବଂ ଚୈତ୍ୟ ସତ୍ତାର ଜାଗୃତ ଫଳ ହେଇସାରିଲା ପରେ ମାଙ୍କର କାର୍ଯ୍ୟ ଆରମ୍ଭ ହବ। ସେଇ ଶକ୍ତି ଆମେ ଏଇ ସମାଧିରୁ ପାଇବା। ତେଣୁ ଏଇ ସମାଧି ହଉଛି ଅତି ମାନସର ଅଗ୍ନିଶିଖା। ଆମେ ସମାଧିକୁ ସାଧାରଣ ଲୋକର ସମାଧି ବୋଲି ଭାବିବା ନାହିଁ। ଏଇଟା ହଉଛି ଅତି ମାନସର ଶକ୍ତି। ଶ୍ରୀ ଅରବିନ୍ଦଙ୍କର ଶକ୍ତି ସେଠି ନିହିତ ଅଛି। ବିରାଟ ବଡ଼ ପୃଥିବୀ ପରିବର୍ତ୍ତନ ହବ। ଆମେ ସ୍ୱର୍ଗକୁ ମାନେ ଦିବ୍ୟ ମାନବ ହବ। ପୃଥିବୀ ସ୍ୱର୍ଗରେ ପରିଣତ ହବ। ଅତି ମାନସ ରାଜ୍ୟ ପ୍ରତିଷ୍ଠା ହବ। ଏଇ ମହାନ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଶ୍ରୀ ଅରବିନ୍ଦ ସାଧନା କରି ଶକ୍ତିକୁ ଅବତରଣ କରିଛନ୍ତି। ତେଣୁ ସେ ଶକ୍ତିକୁ ଉପଭୋଗ କରିବା, ସେ ଶକ୍ତିକୁ ଆମ ଜୀବନ କ୍ଷେତ୍ରରେ ପ୍ରୟୋଗ କରିବା ପାଇଁ ଆମର ଏ ସମାଧି। ତେଣୁ ଭାଇ ଓ ଭଉଣୀମାନେ ସମାଧିରେ ଗୁରୁତ୍ୱ ଦେବା। ସମାଧି ଆମର ଯଦି ଜୀବନର ମୋଡ଼ ବଦଳେଇ ଦେବ, ସାଧାରଣ ଜୀବନକୁ
ଆଧ୍ୟାତ୍ମିକ ଜୀବନରେ ପରିଣତ କରିଦେବ। ତେଣୁ ଆମେ ସମାଧି କେତେ ମହାନ, କେତେ ଶକ୍ତିମୟ, ଆମେ ଏଇଠି ହୃଦୟଙ୍ଗମ କରିବା। ବହୁତ ବହୁତ ଧନ୍ୟବାଦ। ପୁଣି ଥରେ ଆପଣମାନଙ୍କୁ କୃତଜ୍ଞତା ଜଣାଇ ରହିଲି। ବନ୍ଦେ ମାତରମ୍। ଧନ୍ୟବାଦ ଭାଇ। ସେ ଭାଇ ସମାଧିର ଗୁରୁତ୍ୱ ବିଷୟରେ ଆମମାନଙ୍କୁ ପ୍ରାଞ୍ଜଳ ଭାବରେ ବୁଝେଇ ଗଲେ। ସେ କହିଲେ କି ଯେ ଆମର ଯାନ୍ତ୍ରିକ ମନୋଭାବ ଆସିବ ନାହିଁ। ମାନେ ଆମେ ଯେଉଁ ମନୋଭାବରେ ରହୁଛୁ, ଆମେ ଗୋଟେ ଦିନେ ଆମେ ଯଦି ବସିବା ବା ଗୋଟେ ବହିଟେ ବାହାର କରିବା ବା କୌଣସି ଥିଓରି ଲେଖିବା କା ଥିଓରମ୍ ଲେଖିବା, ଆମେ ଦେଖିବା କି ନାନା ପ୍ରକାର ଚିନ୍ତା ଆମର ଭିତରେ ପଶିଥାଏ, ଯାହାଫଳରେ କି ଆମେ ପାଠ ଗୁଡ଼ାକ ମଧ୍ୟ ଠିକ୍ ଭାବରେ ବୁଝିପାରିନଥାଉ। ଏବଂ ଏହି ଯାନ୍ତ୍ରିକ ମନୋଭାବ ଯୋଗୁଁ ଆମର ପ୍ରାୟ ବିକାଶ ମଧ୍ୟ ହେଉନାହିଁ। କିନ୍ତୁ ସମାଧି ଆମେ ଯଦି ଦର୍ଶନ କରୁଥିବା ଏବଂ ତାଙ୍କର ସଂସ୍ପର୍ଶରେ ଆସୁଥିବା, ନିଶ୍ଚିତ ଭାବରେ ଯାନ୍ତ୍ରିକ ମନୋଭାବଟା ଦୂର ହେବ। ତାପରେ କର୍ମଫଳର ମଧ୍ୟ କଟି ଯାଇଥାଏ। ଯେପରିକି ପ୍ରଣବ ଦାଙ୍କ କଥାଟା କହିଥିଲେ। ସେ କହିଥିଲେ କି ତାଙ୍କର 40 ବର୍ଷରେ ପାଣିରେ ବୁଡ଼ିକି ମୃତ୍ୟୁବରଣ ଅଛି, କିନ୍ତୁ ସମାଧି ମାଆଙ୍କର ସାନ୍ନିଧ୍ୟରେ ସେ ବାସ କରୁଥିଲେ, ଯିଏକି ଦିବ୍ୟ ଜନନୀ, ଯାହାର ଫଳରେ କି ତାଙ୍କର ମୃତ୍ୟୁ ମଧ୍ୟ କଟା ଯାଇଥିଲା। ଆମେ ମଧ୍ୟ ପୁରାଣରୁ ଜାଣିଥିବା ମାର୍କଣ୍ଡେୟଙ୍କ କଥା। ଶିବ ଭଗବାନଙ୍କର ସହିତ ଏକାତ୍ମତା ଲାଭ କରି ତାଙ୍କର ମୃତ୍ୟୁ ମଧ୍ୟ ଟଳି ଯାଇଥିଲା। ସେହିପରି ଯଦି ଆମେ ସମାଧି ମଧ୍ୟରେ ସ୍ପର୍ଶରେ ରହିଥିବା, ନିଶ୍ଚିତ ଭାବରେ ଆମର ସର୍ବାଙ୍ଗୀନ ଉନ୍ନତି ହେବ ଏବଂ ଆମର ଯେଉଁ ପାରିପାର୍ଶ୍ୱିକ କ୍ରିୟା ଗୁଡ଼ାକ ଅଛି ସେଗୁଡ଼ାକ ମଧ୍ୟ ତ୍ୱରାନ୍ୱିତ ହୋଇଯିବ। ଏବଂ ଯେଉଁ ଆମେ ଗତିବିଧିରେ ଆମର ଜୀବନ କାଟୁଛୁ, ସେଇ ବ୍ୟକ୍ତିଗତ ଜୀବନର ମାନେ ଯେଉଁ ଗୁଡ଼ାକ ପ୍ରୋବ୍ଲେମ୍ ଆମର କ୍ରିଏଟ୍ କରୁଛି, ସେଇ ପ୍ରୋବ୍ଲେମ୍ ଗୁଡ଼ାକ ମଧ୍ୟ ଆମର ଦୂରେଇ ଯିବ। ବର୍ତ୍ତମାନ ଆମେ ଆଉ ଗୋଟେ ନୂତନ ବିଷୟର ପ୍ରତି ଆଲୋଚନା କରିବା ଏବଂ ସେଇ ବିଷୟଟି ଆମର କରିବେ ଆମର ପ୍ରିୟ ଅଜୟ ଭାଇ। ମୋ ବିନା ତାଙ୍କର ପ୍ରକାଶ ନାହିଁ, ମୋ ବିନା ତାଙ୍କର ପ୍ରକାଶ ନାହିଁ। କିନ୍ତୁ ଏଠାରେ ଶ୍ରୀ ଅରବିନ୍ଦ କହୁଛନ୍ତି, ଶ୍ରୀ ଅରବିନ୍ଦ ଇଜ୍ there. Sri Aurobindo and the mother is the earthly representation of truth, ईश्वर and शक्ति। माने पार्थिव प्रकृतिर से हेले ईश्वर माने दि लॉर्ड एवं शक्ति दि इटर्नल पावर। एवं से पृथ्वी पृष्ठ को आसिकी तांकर कार्यधारा किपरि भावरे त्वरान्वित करिसंती एवं तांकर बिना किपरि तांकर शक्तिटाको क्रिया होइछि एवं तांकर पावर गुड़ाक मध्य किपरि होइछि सेही विषय आमे वर्तमान आगो को जीवा। द लॉर्ड इज इटर्नल विटनेस फ्रॉम ऑल दैट क्रिएट्स थ्रू हिज पावर। माने प्रकृति हमर ईश्वर जो कार्य गुड़ाक करिथांती सेटाको गोटे शक्ति माध्यम रे करिथांती एवं सेही शक्तिटा जदि न हेबो ताहेले से क्रियाटा को किछि करि पारंती नहीं। तेणु माँ मध्य दि डिवाइन मदर हु बाइंड्स दि माने शक्ति से शक्ति स्वरूपिणी एवं से तांकर क्रिया गुड़िक माने बांधिकी माने ताको प्रकाश करिबारे चलीछंती। माने बिकम ही द ब्रिज बिटवीन दि लॉर्ड एंड हिज क्रिएशन। एवं दिव्य जननी तांकर ब्रिज सदृश आमर जो अच्छी भगवान क्रिया एवं आमर मानव प्रकृति एवं शक्ति मध्य ब्रिज स्थापन करुछंती एवं सही विषय एवं आमर सच्चित आनंद जो आमर अच्छी सही विषय आलोचना मध्य यही पर्याय हेब। एवं सिंस दी टू हु आर वन दी कम्स टू गिव बार्थ टू न्यू क्रिएशन। माने जी से जहा हो प्रभु एवं माँ अवतार ही माने सूचित करुछि गोटे नुआ क्रिएशन रो सृष्टि। माने आमर जो विवर्तन धारा पृथ्वी परिचालित होउछि एक कोशी प्राणी ठारू आरंभ करी बहुकोशी प्राणी पर्यंत सृष्टि है तापर मानवर सृष्टि होइछि एवं वर्तमान मानव मध्य एक मध्यकालीन सत्ताटे जार की पूर्णांग परिणति नुहे एटा। एवं आमे भाबुछु कि एटा पूर्णांग परिणति कारण आमे ही चंद्रयान 3 आविष्कार कला एवं दक्षिण ध्रुव रे ताको विस्थापित कला। ये सब मनुष्यर गोटे गोटे क्रिया किंतु एटा तार फाइनल स्टेज नुहा एवं सही फाइनल स्टेज आसीबा पई माँ मध्य कहउछंती दि मदर एड्रेस्ड हिम दि लॉर्ड और दि ईश्वर। माँ प्रभु को मध्य दि लॉर्ड एवं ईश्वर रूपे से संबोधन करती एवं प्रभु मध्य माँ को दि मदर बोलिकी
সম্বোধন করନ୍ତି মানে নিউ ক্রিଏସନ ର ସେ ଜନ୍ମଦାତ୍ରୀ ଏବଂ ମାନେ ନ୍ୟୁ କ୍ରିଏସନକୁ କିପରି ଭାବରେ ପରିଚାଳିତ କରିବେ ତାଙ୍କର ମଧ୍ୟ ସେ ସୃଷ୍ଟିକର୍ତ୍ରୀ ଅଟନ୍ତି। ଦି ମଦର ଆଡ୍ରେସ୍ଡ ହିମ୍ ଦି ଲର୍ଡ and their relation is the best described in her word। ତାଙ୍କର ଯଦି ଆମେ ତାଙ୍କର ରିଲେସନ ମା ଏବଂ ପ୍ରଭୁଙ୍କର ରିଲେସନକୁ ଯଦି ଆମେ ମାଙ୍କର ଭାଷାରେ ଦେଖିବାକୁ ଗଲେ ମା କ'ଣ କହୁଛନ୍ତି ୱିଦାଉଟ୍ ହିମ୍ ଆଇ ଏକ୍ଜିଷ୍ଟ ନଟ୍ and without he is unmanifest or without me he is unmanifest। ମାନେ ଏଇ ବିଷୟରେ ମୁଁ ବର୍ତ୍ତମାନ ଆମର ଭାଇଙ୍କୁ ଅନୁରୋଧ କରୁଛି ସେ ଆସିକି ତାଙ୍କର ବିସ୍ତୃତ ବିବରଣୀ ଆମକୁ ପ୍ରଦାନ କରିବେ ଯାହାଫଳରେ କି ଆମେ ହୃଦଙ୍ଗମ କରିବା ଏବଂ ତାଙ୍କର ଭାଷା ଗୁଡ଼ିକ ଆମର ଯେପରି ହୃଦୟକୁ ସ୍ପର୍ଶ କରିବ ସେହି ପ୍ରତି ମୁଁ ମା ଶ୍ରୀ ଅରବିନ୍ଦଙ୍କର ଚରଣରେ କୃତଜ୍ଞତା ଜଣାଉଛି। ସମସ୍ତେ ଆମେ ନିରବ ରହିକି ତାଙ୍କର କଥାବାର୍ତ୍ତା ଶୁଣିବା। Pranam at the lotus feet of the Divine Mother। करुणामयी माँ परम प्रभु श्री अरविंद उपस्थित समस्त मातृ संतान भाई कथा प्रसंग रे गोटे वाक्य कहले विदाउट हिम आई एग्जिस्ट नॉट एंड विदाउट मी ही इज अनमैनिफेस्ट। तांको बिना मोर स्थिति नहीं मो बिना से प्रकाश्य नुह अप्रकाश्य। आमे आमर मानुषी मनरे माँ श्री अरविंद को डिवाइड कर देछु जणे माँ आउ जणे श्री अरविंद। जणे फ्रांस रे आछंती आउ जणे भारत रे जन्म होइछंती। जणे पुरुष रूप रे आउ जणे नारी रूप रे। एई भली डिवाइड ता किए करछि हमर मन। किंतु माँ श्री अरविंद अलगा नुहंती। माँ ते दृढ़तार सहित कहले यू मस्ट रिमेम्बर वन थिंग तमे गोटे कथा निश्चित मन रखियो। कौन से कथाटा श्री अरविंद एंड माई सेल्फ आर वन एंड द सेम पर्सन वन एंड द सेम कॉन्शियसनेस। मुड़िया कह दूची माँ कहले यू मस्ट रिमेम्बर वन थिंग गोटे कथा तुम्हें निश्चित मन रखियो श्री अरविंद एंड माई सेल्फ आर वन। श्री अरविंद ओ मु होची एक वन एंड द सेम पर्सन एका व्यक्ति वन एंड द सेम कॉन्शियसनेस एका चेतना। When this presence passes through your individual consciousness जेतेबेले सही चेतना माँ श्रींकर जो चेतना उपस्थिति तुम व्यक्तिगत चेतना मध्य दे अतिक्रम करे इट पुट्स ऑन ए फॉर्म ये गोटे रूप परिधान करे कौन अनुसार अकॉर्डिंग टू योर टेम्परामेंट योर नीड the turn of your being and your aspiration। टेम्परामेंट मीन्स ये मासन का प्रभाव को सहयोग करिवार जो सामर्थ्य टेम्परामेंट नीड आवश्यकता आमे मासन को केते आवश्यक अनुभव करछु सत्तर कोन हमर मासन आवश्यक डीपली टे कहवा गभीर भाव में अनुध्यान करी कहवा सत्तर हमर मासन आवश्यक जहाँ भीतर यही भाव जिते अधिक से सेते गभीर भाव उपस्थिति को अनुभव कर पारिबो। टर्न ऑफ योर बीइंग हमर सत्ता माने केते मात्रा रे मां संग प्रति मुहेइले टर्न अप हेले मां संग केते मुहेइ जंती से अनुसार ता प्रभाव को रिसीव करियो। आ गोटेला एस्पिरेशन
आमर आस्पृहा केते आमर आस्पृहा अनुसार माँ श्री अरविंद आम पाखे प्रकाशित हेबे। एई माँ एवं श्री अरविंद प्रथम कहली जड़े फ्रांस रे जन्म होइचंती जड़े भारत रे जन्म होइचंती। आम मनुष्य मन या चिंता कला किंतु प्रकृत कथा कौन परम चेतनार स्तर रे गोटे सिद्धांत नहीं गोटे कार्यधारा को पृथ्वी रे प्रकाश करिवा। पृथ्वी रे परम निज को प्रकाश करिवे गोटे पृथ्वी हवा दरकार तारी भितर से संयुक्त होइक रहिबे तापर धीरे धीरे रिवील करे रिवील माने प्रकाश करे। एई कथाटा परम चेतनार भूमि रे स्थिर होई सारिछि। माँ कहले द सुप्रीम लॉर्ड कंटेन्स एवरीथिंग विदिन हिम। परम प्रभु तांका निज मध्यरे सब किछि को धारण करिकी रहिछन। कंटेन्स एवरीथिंग विदिन हिम तांका भीतरे कौन कौन तांका भीतरे थाई पारे द वर्ल्ड द नॉलेज ऑफ द वर्ल्ड एंड द पावर टू मेक इट। केतरा कथा कहली तीनटा कथा कहली द वर्ल्ड द नॉलेज ऑफ द वर्ल्ड एंड द पावर टू मेक इट। पृथ्वी अच्छी तांका भीतरे पृथ्वी रो जो ज्ञान सी मध्य परम भीतरे एवं पृथ्वी को तैयारी करछि जो शक्ति द पावर टू मेक इट सी मध्य परम भीतरे। यदि परम सबु किछि के धरि रखिछंती ताले पृथ्वी सेना अलगा हेले सी ताको अलगा भली चिंता करिवो। पृथ्वी तो अलगा नुहे परम का भीतर अच्छी पृथ्वी आ पृथ्वी भीतर परम पृथ्वीर प्रत्येक सृष्टि भीतर परम परम का भीतर सब किछि। ये जो रहस्य परम का भीतर सब किछि भीतर परम ये जो रहस्य केवल माँ ही एक कथाटी को संभव करि पारिबे। तेणु ए परमंकर जे क्रियात्मक शक्ति द एग्जीक्यूटिव पावर ऑफ द डिवाइन से होचन द डिवाइन मदर। द फोर्स एंड कॉन्शियसनेस ऑफ द डिवाइन से होचन द डिवाइन मदर जे कि परमंकर चेतना और शक्ति भगवान कर चेतना और शक्ति से होचन द डिवाइन मदर। तेणु परम चेतनार भूमि रे स्थिर हो गला एभली गोटे हब। तेणु जो माँ परमंकर सुपरिकल्पित पृथ्वी पई योजना कले परम जो प्रकार पृथ्वी चाहूचंती when he decided that there should be a world जेते बेले से स्थिर कले जे गोटे पृथ्वी हवा दरकार फर्स्ट ब्रॉट फोर्थ प्रथम आगो कोण आला द नॉलेज ऑफ द वर्ल्ड एंड द पावर टू मेक इट। प्रथम कोण अणाई द नॉलेज ऑफ द वर्ल्ड पृथ्वी ज्ञान को अणाई एंड द पावर टू मेक इट पृथ्वी को तैयारी करने जो शक्ति ताको आग अणाई। तो ज्ञान एवं शक्ति ये दीटी आग अणाला। माँ कहते दैट इज मी सेठी होची मु अर्थात परमंकर ज्ञान परमंकर शक्ति होउचंदी निजे माँ। अच्छा ज्ञान और शक्ति को छाड़देले परम कार्यकारी कर परियो तो हमर हाथ गोड़ काट दिया जो हम हाथ न गोड़ न तापर आम काम कर परिया मूवमेंट कर परिवानी सेमिति ज्ञान और शक्ति नहीं। ज्ञान मान तक जो चेतना से नहीं शक्ति भी नहीं ताले परम केमि काम करिवे। तेणु सी स्थिर होइक रहिबे तांकर ज्ञान और शक्ति सब किछि क्रियाशील करिवे अर्थात परम संकल्प करिवे माँ तांकर संकल्प को कार्यर रूप देवे। देन ही कमांडेड मी टू मेक द वर्ल्ड रिक्वेस्ट करना कमांडेड मी
माँ कहले देन ही कमांडेड मी तापर से मते आदेश देले टू मेक द वर्ल्ड पृथ्वी को तैयारी करिया पाई अच्छा तो परम निर्देश देलेनी गोटे पृथ्वी तैयारी कर तापर माँ पृथ्वी तैयारी ना नहीं तैयारी जो पृथ्वी तैयारी ले प्रथम कौन है अंधकार माँ कृपा करके डेंस भीतर को प्रवेश कले अंधकार भीतर को प्रवेश कले कृपा करी पूरा निश्चेतना भीतर को प्रवेश कर कृपा करी जो माँ कृपा करके निश्चेतना भीतर को प्रवेश करी तार भीतर धीरे 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 प्रकाश कर मंजी भीतर गछ अच्छे ना नाई भाई भौणी मैंने अनुभव करते मंजी भीतर गछटा अच्छी ना नाई आंब खाई दे टाकुआ को फोवाड़ दौचे आंब टाकुआ भीतर गछटा अच्छी ना नाई तो सर्जिकल करते देखा गछ बाहर हम बाहर ऊपर टाकुआ को खोलिया कोईली बाहर कोईली की परस्त परस्त कर खोलिया बाहर गछ बाहर कि अच्छी ना नाई अच्छी ये सर्जिकल मेथड रे गछ बाहर नहीं ठीक सही बोली ये जो निश्चेतना भितर सब किछि अच्छी ना नहीं अच्छी केमिति बाहर चेतनार प्रभाव रे धीरे 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 बाहर माँ हेले से चेतना तारी प्रभाव रे गोटे 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 प्रकाश हो निश्चेतना भितर निश्चेतना माने कौन ये निश्चेतना शब्दटा मुझे ओढ़ुआ कर तात्विक भाया लगे कॉन्शियसनेस इन डीप स्लीप चेतनार गभीर सुप्त अवस्था एटा कहुचे निश्चेतना निश्चेतना माने नो चेतना नहीं अनेक बुझीदेवे या निश्चेतना माने चेतना तो नहीं हो ना कॉन्शियसनेस इन डीप स्लीप गभीर सुप्त अवस्थार चेतना को कहुए निश्चेतना ये जो गभीर सुप्त अवस्था अच्छी माँ ता भीतर जागृत करेंगे चेतना को माँ से कहले सिंस द बिगिनिंग ऑफ द अर्थ wherever and whenever there was the possibility of manifesting a ray of consciousness I was there कौन कहले माँ since the beginning of the earth पृथ्वी आरंभ since the beginning of the earth whenever and wherever जेतेबेले जोठी there was the possibility of manifesting गोटे अभिव्यक्ति होबार संभावना देखा देछि ए रे ऑफ कॉन्शियसनेस गोटे चेतना रश्मि अभिव्यक्ति रे ऑफ कॉन्शियसनेस तेणु गोटे चेतना रश्मि अभिव्यक्ति होबार संभावना जोठी देखा देछि माँ कहते मु सेठी अछि आई वाज देयर तेणु जो पृथ्वी मूल चेतना अच्छी से चेतनार प्रभाव रे क्रियाशील हो सबकि प्रकाश हो तेणु चेतना ही सबकि प्रकाश कर तेणु गोटे दीटा प्रकार काम हम गोटे हूँ विवर्तन धारा रे काम हो बर्तमान गछ लता पशु पक्षी शेष आम मनीष तैयारी विवर्तन प्रोसेस आउ गोटे ट्रांसफॉर्मेशन प्रोसेस अर्थात उच्चतम अवस्थारू निम्नतम भूमि को गोटे उच्चतर शक्तिर अवतरण करी क्रिया हो आस्पृहा बल रे ये जो आस्पृहा बल रे उच्चतम शक्ति ऊर्ध्वभूमि सर्वोच्च चेतनार स्तर रु जो अवतरण करी क्रिया करिवो तारी प्रभाव रे गोटे परिवर्तन देखा दो जड़ दिने आत्मार मुखा को खोलिव यही कथाटी को के विश्वास करि पारना एटा कौन के संभव जे आत्मा ये जड़ भितर दिने प्रकाशित हेबे प्रत्येक भारतीय यही शिक्षा करिवे हाउ टू रिजेक्ट फॉल्सहुड केमिति मिथ्याचार को प्रत्याख्यान करि हबो एंड मेक मैटर रेडी टू मैनिफेस्ट द स्पिरिट जड़ भितर आत्मार केमि परिप्रकाश हो से कार्यधारा वर्तमान माँ तैयारी कर प्रभु को अभिव्यक्ति करने
ମା ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରି ଚାଲିଛନ୍ତି। ତେଣୁ ଯୋଉ ମାଙ୍କର ସହାୟତା ବିନା ପ୍ରଭୁଙ୍କର ପ୍ରକାଶ ସମ୍ଭବ ନୁହେଁ। ସୂର୍ଯ୍ୟ ତେଜ ବିନା ଦିବା ସମ୍ଭବ କି? ସୂର୍ଯ୍ୟଙ୍କ ତେଜ ନାହିଁ, ଦିବା ସମ୍ଭବ? ସେଇଭଳି ପରମଙ୍କର ଯେ ଶକ୍ତି ସେ ହଉଛନ୍ତି ନିଜ ମା। ଶକ୍ତି ବିନା ଏ ଦିବା କେମିତି ସମ୍ଭବ ହବ? ତେଣୁ ମା ବିନା ପରମ କେମିତି ସବୁ ଜାଗାରେ ପ୍ରକାଶ ପାଇବେ? ତେଣୁ ପ୍ରତ୍ୟେକ ନିଜ ମଧ୍ୟରେ ଯୋଉ ଆତ୍ମସତ୍ତାକୁ ଲଭିଛେ, এই আত্মসত্তা সম্পর্কে যদি সচেতন রহিবা ଆମ ଜୀବନର ନିୟତି କଣ ଆମେ ଅନୁଭବ କରିପାରିବା। এই ଜୀବନର ନିୟତି ହଉଛି ଅଗ୍ରଗତି କରିବା। ରୋଡ ଫ୍ରମ ମ୍ୟାଟର ଟୁ ଇଟର୍ନାଲ ସେଲ୍ଫ। ଆମର ଯାତ୍ରା ବାଟ ମା ତିଆରି କରିଦଉଛନ୍ତି, ଯାହା ପରମଙ୍କର ନିର୍ଦ୍ଦେଶିତ ବାଟ। ଫ୍ରମ ମ୍ୟାଟର ଟୁ ଇଟର୍ନାଲ ସେଲ୍ଫ, ଜଡ଼ ଭିତରୁ ଆରମ୍ଭ ହେଇଛି ଆମର ଯାତ୍ରା। ସେ ଇଟର୍ନାଲ ସେଲ୍ଫ ପର୍ଯ୍ୟନ୍ତ ଆମକୁ ଯିବାକୁ ପଡିବ। ସେ ଶାଶ୍ୱତ ଆତ୍ମା ଯେ ପରମାତ୍ମାଙ୍କ ପାଖକୁ ଯିବାକୁ ପଡିବ। ମା ସେ ବାଟ ତିଆରି କରିଛନ୍ତି। ସେ ପରମ ଚେତନାର ଭୂମିରେ ଆମେ ଆଇଡେଣ୍ଟିଫାଇଡ ହବା ଏବଂ ସେଇଠି ଆମେ ଜାଣିବା ଯେ we are sons of God, must be even as he। ଆମେ ସବୁ ଭଗବାନଙ୍କ ପିଲା, ନିଶ୍ଚୟ ଦିନେ ତାଙ୍କରି ପରି ହେଇ ଉଠିବା। ଏଇ ଯୋଉ ପୃଥିବୀ ହଉ ହୁଙ୍କା ହେଇନି, କଣ ଗୋଟେ ଫୋପାଡ଼ି ଦେଲେ କୋଉଠି ପଡିଗଲା ହେଇଗଲା କି? ନା, this world was not built with random bricks of chance। ଏ ପୃଥିବୀଟା random bricks of chance ରେ ହେଇନି। କୁଆଡେ ଗୋଟେ ଟେକା ଫୋପାଡ଼ି ଦେଲେ କୋଉଠି ପଡିଗଲା, କଣ ଗୋଟେ ହେଇଗଲା ଏମିତି ନା। divinely made, ଦିବ୍ୟ ଭାବରେ ପୃଥିବୀ ତିଆରି କରାହେଇଛି। ତେଣୁ ଯାହା ଦିବ୍ୟକୁ ଅସ୍ୱୀକାର କରିବ ସେ ସବୁ ଛିନ୍ନ ବିଚ୍ଛିନ୍ନ ହେଇଯିବ, ତାର ସତ୍ତା ରହିବନି। A vast surrender was his only strength। A power that lives upon the heights must act, bring into the lives closed on the immortal air, and fill the finite with the infinite। All that denies must turn out unslain। A vast surrender ର କାର୍ଯ୍ୟ ମା କରେଇଛନ୍ତି। ଏଇ ଯୋଉ ଜନସମାଜକୁ, ପୃଥିବୀବାସୀଙ୍କୁ କେମିତି ସମର୍ପଣ କରାଯାଇପାରେ, ମା ନିଜେ ପରମ ପାଖରେ ସମର୍ପିତ ହେଇ ଶିଖେଇ ଦେଇଛନ୍ତି। ଏ ବିପୁଳ ସମର୍ପଣ ହଉଛି ପରମଙ୍କର ପ୍ରଭାବର କାର୍ଯ୍ୟଧାରା। ମା ସେଇ କଥାଟି କରୁଛନ୍ତି। ବିପୁଳ ସମର୍ପଣ ଭାବ ସମସ୍ତଙ୍କ ଭିତରେ ତିଆରି କରୁଛନ୍ତି। ଏ ବିପୁଳ ସମର୍ପଣରେ ପରମ ଚେତନାର ଭୂମିରେ ଯୋଉ ମହତ୍ତମ ଶକ୍ତି ରହିଛି, ଯୋଉ ଉଚ୍ଚତମ ଶକ୍ତି ରହିଛି, ସେ ଅବତରଣ କରି କ୍ରିୟା କରିବା ସମ୍ଭବ ହବ। ଏ ପାୱାର ଦ ଲିଭ୍ସ ଅପନ୍ ଦ ହାଇଟ୍ସ, ସର୍ବୋଚ୍ଚ ସ୍ତରରେ ଯୋଉ ଶକ୍ତି ନିହିତ ହେଇକି ରହିଛି, must act, bring into the lives closed from the immortal air। ଜୀବନର ରୁଦ୍ଧ ଦ୍ୱାର ମଧ୍ୟକୁ ସେ ଅମରତ୍ୱର ବାୟୁକୁ ବହନ କରି ନେଇ ଆସିବ। and fill the finite with the infinite। ଏ ସସୀମତ୍ୱକୁ ସେ ଭାଙ୍ଗି ତାରି ମଧ୍ୟରେ ସେ ଅସୀମତ୍ୱକୁ ପ୍ରକାଶ କରିବ। ମା ସେଇ କାର୍ଯ୍ୟଟି କରୁଛନ୍ତି। ଆମେ ଆଉ ସସୀମତା ଭିତରେ ରହିବା ନାହିଁ, ଲିମିଟେଡ ହେଇକି ରହିବା ନାହିଁ, ଲିମିଟଲେସ୍ ହେଇଯିବା, ଇନଫିନାଇଟ୍ ହେଇଯିବା, ଅସୀମତ୍ୱକୁ ପ୍ରକାଶ କରିବା, ବ୍ୟାପ୍ତ ହେଇଯିବା। ଭଗବାନ ଯେମିତି ଇନଫିନାଇଟ୍, ଆମେ ସେଭଳି ଇନଫିନାଇଟ୍ ହେଇଯିବା ଏବଂ ଜୀବନ ରୁଦ୍ଧ ଦ୍ୱାର ମଧ୍ୟକୁ ଯୋଉ ଅମରତ୍ୱର ବାୟୁ ନେଇ ଆସିବ। fill the finite with the infinite, bring into the lives closed on the immortal air। ଜୀବନର এই ରୁଦ୍ଧ ଦ୍ୱାର ମଧ୍ୟକୁ ସେ ଅମରତ୍ୱର ବାୟୁ ନେଇ ଆସିବ। ମା ସେଇ କାମଟି କରୁଛନ୍ତି। ଆମର এই ଜୀବନ ରୁଦ୍ଧ ଦ୍ୱାର ଭିତରକୁ ଅମରତ୍ୱର ବାୟୁ ନେଇ ଆସୁଛନ୍ତି। ତେଣୁ ଅମରତ୍ୱକୁ ପ୍ରକାଶ କରିବା ପାଇଁ ମା ଆମରି ମାନଙ୍କ ଭିତରେ କାର୍ଯ୍ୟ କରୁଛନ୍ତି। ଏ କାହାର ଇଚ୍ଛା? ପରମଙ୍କର ଇଚ୍ଛା। ପରମ ଚାହୁଁଛନ୍ତି ଏଇ କଥାଟି। ଯାହା ପରମ ଚାହୁଁଛନ୍ତି ମା ସେଇ କାମଟି କରୁଛନ୍ତି। ଅଲ୍ ଦ୍ୟାଟ୍ ଡିନାଇଜ୍, ଯାହା ସବୁ କିଛି ଅସ୍ୱୀକାର କରିବେ, must turn out unslain। ନିଶ୍ଚିତ ସେ ଛିନ୍ନ ବିଚ୍ଛିନ୍ନ ହେଇଯିବ, ନିହତ ହେଇଯିବ, ତା ସତ୍ତା ରହିବନି। ଏଇଠି ଗୋଟିଏ କଥା ଆମ ସମସ୍ତଙ୍କ ଭିତରେ ପ୍ରଶ୍ନ ଉଠୁଛି ଯେ ଆମେ ପରମଙ୍କ ଚେତନାରେ ତିଆରି ହବା ନା ଆମ ମନୋବୁଦ୍ଧି ଦ୍ୱାରା ପରିଚାଳିତ ହବା? ଯଦି ମାଙ୍କୁ ଛାଡ଼ିଦବା ପରମଙ୍କ ସନ୍ଧାନ ପାଇବାନି।
ପରମଙ୍କୁ ପାଇବାକୁ ଗଲେ ମାଙ୍କ ଜରିଆରେ। ଆଶ୍ରମ ଗଢା ହେଲା ସେତେବେଳେ ଶ୍ରୀ ଅରବିନ୍ଦଙ୍କର ଭାଇ ଶ୍ରୀ ଅରବିନ୍ଦଙ୍କୁ ସାକ୍ଷାତ କରିବା ପାଇଁ ଆପଏଣ୍ଟମେଣ୍ଟ ନେଉଛନ୍ତି ମାଙ୍କଠୁ, କାରଣ ମା ଷ୍ଟ୍ରିକ୍ଟଲି ସେଇଟାକୁ ଜାହିର କରି ବସିଲେ, କାରଣ ପରମଙ୍କ ନିର୍ଦ୍ଦେଶ ଥିଲା। ଯୋଉ ସିକ୍ଲୁଜନ ଭିତରେ ରହିଲେ, ଏକାନ୍ତବାସ ଭିତରେ ରହିଲେ, କାହାରିକି ସାକ୍ଷାତ ଦେଲେ ବର୍ଷରେ ମାତ୍ର 3 ଥର ଆସିଲେ। ତେଣୁ ଅନ୍ୟ ସମୟରେ ଯିଏ ଦେଖା କରିବାକୁ ଚାହିଁବ ମାଙ୍କ ଜରିଆରେ ଆସିବ। ତାଙ୍କ ଭାଇ ବାରିନ ଭାଇକୁ ଦେଖା କରିବ, ମାଙ୍କୁ ଆପଏଣ୍ଟମେଣ୍ଟ ନେବାକୁ ପଡିବ, କାରଣ ସେତେବେଳେ ସିଏ ତାଙ୍କ ଭାଇ ନୁହନ୍ତି, ପରମ। ଜଣେ ପରମଙ୍କୁ ସାକ୍ଷାତ କରିବା ମାନେ ମାଙ୍କ ଜରିଆରେ। ଆଉ ଆମେ ମାଙ୍କ ଛାଡି ଦେଇକି ପରମଙ୍କୁ ପାଇପାରିବା? ମାଙ୍କ ଜରିଆରେ ଆମେ ପରମଙ୍କୁ ପାଇବା। ତେଣୁ ହି ହୁ ଲଭ୍ସ ଦି ମଦର ଇଜ ଡୁଇଂ ମାଇ ଯୋଗ। ଯିଏ ମାଙ୍କୁ ଭଲ ପାଉଛି ସିଏ ମୋ ଯୋଗ କରୁଛି, ଏ କଥା ଶ୍ରୀ ଅରବିନ୍ଦ କହିଥିଲେ। ତେଣୁ ଆସନ୍ତୁ ଗୋଟିଏ ସୂତ୍ର ଆମ ଜୀବନରେ କାର୍ଯ୍ୟକାରୀ କରିବା, ଲଭ୍ ଦି ମଦର, ଲଭ୍ ଦି ମଦର, ଲଭ୍ ଦି ମଦର। ଧନ୍ୟବାଦ। ଧନ୍ୟବାଦ ଭାଇ। ତାଙ୍କର ବକ୍ତବ୍ୟରେ ମା ଏବଂ ଶ୍ରୀ ଅରବିନ୍ଦଙ୍କ ବିଷୟରେ ସମସ୍ତ ଯାହା କିଛି ତଥ୍ୟ ଥିଲା ସେ ବର୍ଣ୍ଣନା କରି ଯାଇଛନ୍ତି ଏବଂ ଶେଷରେ କହିଲେ ଯଦି ଆମେ ପରମକୁ ପାଇବାକୁ ଚାହୁଁଛୁ ତାହେଲେ ଲଭ୍ ଦି ମଦର, ଆମେ ମାଙ୍କୁ ଭଲ ପାଇବା ଏବଂ ଆମର ଯୁଗକୁ ଆଉ ଟିକେ ସରଳ କରିନେବା।